जय सीताराम। आज प्रभुंकर एकादशा अच्छी से उपलक्षे यज्ञ कार्यक्रम अच्छी आपाई प्रस्तुति पथरे चली यज्ञर प्रस्तुति। केतेटा फल दवा मिठा अछि ये तोरा वाला को रंग मार दी थी ना। कार्यक्रम आरंभ हो जाऊँगी से पवित्र कार्यक्रम बर्तमान आम मंदिर शालग्राम भगवान यज्ञ मंडप आगे जी समस्त भक्त मान अनुरोध समस्ते शंख हुलाहुली नहीं हरिनाम कीर्तन सहित पवित्र कार्य शालग्राम यज्ञ मंडप को बर्तमान नहीं जावा।
ବସନ୍ତି ତାଙ୍କ ନାଁ କୁଶପ୍ରଭୁ। ତାଙ୍କ ହାତରେ ପଠାନ୍ତି ପ୍ରସାଦ। ମନ୍ଦିରରେ ଏତେ ଲୋକ ଆଉଛନ୍ତି, ଏତେ ଲୋକ ପାଇକି ଯାଉଛନ୍ତି, ତୁ ଟିକେ ଆସୁନ ମନ୍ଦିର ପ୍ରସାଦ ପାଇକି ଯିବୁ। ହଉ ଯଦି ନ ଆସିଲେ ମୁଁ ତୋ ପାଇଁ ପ୍ରସାଦ ପଠେଇ ଦେଉଛି, ତୁ ଏମିତି ଦେବୁ ନାତିମତିକୁ ଖାଇବୁ, ବଳିବାରେ ରାତି ପାଇଁ ରଖିଦେବୁ। ମୋ ଝିଅକୁ ଏତେ ଭଲ ପାଆନ୍ତି, ଯେତେବେଳେ ଆମ ଘରକୁ ଯାଆନ୍ତି ମୋ ଦି ଝିଅଙ୍କ ସାଙ୍ଗରେ ସେ ଶୁଅନ୍ତି। ମୋ ସାନ ଝିଅ ସବୁବେଳେ ଅଜାଣ ଅଜାଣରେ ଥଟ୍ଟା କରେ, ହାତ ଧରିକି ନାଚେ। ବାପା ମୋ ସାଙ୍ଗରେ ମୁଁ କେବେ ଭାବିନି ସେ ମୋ ବାପା ନୁହନ୍ତି ବୋଲି। ମୋ ବାପାକୁ ତ ମୁଁ ଘରେ ଛାଡ଼ିକି ଆସିଲି, ଏଠି ଯେତେବେଳେ ପାଇଥିଲି ଦୁନିଆରେ ମୋତେ ନିଜେ ଚାଲି ଚାଲି ଯେତେବେଳେ ଦୁନିଆ ଆସିଯିବ ସମୟ ଚାଲି ଚାଲିକି ଯାଇକି ମୋତେ ଦୁନିଆ ପଇସା ଦେଇକି ଆସିବି। ନଡ଼ିଆଟିଏ ମନ୍ଦିରରୁ ଆମ୍ବଟେ ଯାହା ଡାକିବ କଦଳୀରେ ନେଇକି ଯାଇଥିବ ଦେବେ। ଦୁର୍ଗା ପୂଜା କରିବୁ, ଦୁର୍ଗା ଘାଟ କରିକି ଖାଇବୁ। ଅଷ୍ଟମୀ ଆସିଲି, ଅଷ୍ଟମୀରେ ମା ଝିଅକୁ ପୋଡ଼ା କରନ୍ତି। ଏବେ ସାବିତ୍ରୀରେ ମୁଁ ଯାଇକି ବେଙ୍ଗରେ ଥିଲି, ମୋତେ ପଠେଇ ଦେଲେ ଆମର ଜଣେ ପ୍ରଭୁ ହାତରେ, ଖାସ କରି କୁଶ ପ୍ରଭୁ ଯାଆନ୍ତି ଆଉ ଜଣେ ପ୍ରମୋଦ ପ୍ରଭୁ ବୋଲି ସେବା କରନ୍ତି, ତାଙ୍କ ହାତରେ ଦିଅନ୍ତି। ଆଉ ଦୁଇ ଚାରି ଜଣ ପ୍ରଭୁ ଯାଆନ୍ତି, ମୁଁ ତାଙ୍କୁ ଅବଶ୍ୟ ଚିହ୍ନିଛି ନା ଜାଣିନି, ମୁଁ କେବେ ଆଣିଦେବି। ଭଗବାନଙ୍କ ପାଖରେ ଲୋକେ ଦିଅନ୍ତି, ଭଗବାନଙ୍କର ଜିନିଷ କିଏ ଖାଆନ୍ତିନି। ସେ ବୁଢ଼ା ବର୍ଷ ବୁଝିପାରନ୍ତି, ସ୍ନେହରେ ଝିଅ ସ୍ନେହରେ ଅନ୍ଧେଇକି ପଠେଇଦେଲେ ଆଉ ଆଣିବନି। ମୁଁ ବହୁତ ମନା କରେ, ବାପା କୁହନ୍ତି କାହିଁକି ପାଇବୁନି, ଭଗବାନ ଦେଉଛନ୍ତି ମୁଁ ଦେଉନି, ଏମିତି କୁହନ୍ତି। ସବୁବେଳେ ଲୁଚିକି ପଳେଇ ଆସନ୍ତି। ବୁଢ଼ିଆ ଲୋ ମୋ ଔଷଧ ସରିଯାଇଛି, ବୁଢ଼ିଆ ଲୋ ମୁଁ ପକେଇବି ପଇସା ପକେଇଦେବୁ, ବୁଢ଼ିଆ ଲୋ ମନ୍ଦିର ଆସିବୁ, ମୁଁ ତୋ ପାଇଁ ମୋ ଜୟଙ୍କ ପାଇଁ ମୋ ନାତି ନାତୁଣୀ ପାଇଁ ତୁଳସୀ ଚଢ଼ଉଛି, ତୋର କିଛି ଅସୁବିଧା ହେବନି। ସବୁବେଳେ କୁହନ୍ତି, ସବୁବେଳେ କିଛି କାମ ନଥିଲେ ବି ଫୋନ୍ କରିବେ ବୁଢ଼ିଆ। ଆଉ ସବୁବେଳେ ମୋତେ କୁହନ୍ତି ଟିକେ ପ୍ରଭୁଙ୍କୁ କହିବି ମୋତେ ପୁରୀ ନେବେ, ମୁଁ ପୁରୀ ଯିବି ଲୋ ବୁଢ଼ିଆ। ଆଉ ସବୁବେଳେ କହିବେ ଆନନ୍ଦ ପ୍ରଭୁ ଆଉ ଟିକି ପ୍ରଭୁ ମୋର ନାତି, ସେମାନେ ମୋ ସାଙ୍ଗେ ବହୁତ ଥଟ୍ଟା ମଜା କରନ୍ତି, ଆନନ୍ଦ ମୋ ସାଙ୍ଗରେ ଖାଏ। ଆଉ ମୁଁ ତ ସବୁ କିଛି ଛାଡ଼ିଦେଲି। ତୁ ତ ମଝିରେ ଯାଇଥିଲେ ଅନେକଙ୍କୁ କହିଲେ ଯାଅ ଜମି ବାଡ଼ି ବିକି ଭାଗ କରିକି ପଳେଇ ଆସିବ। ଯାଇଥିଲେ ସେଇଠି ମୋତେ ଫୋନ୍ କରନ୍ତି, ବୁଢ଼ିଆ ମୋତେ ଭଲ ଲାଗୁନି, ମୁଁ ମନ୍ଦିରକୁ ଯିବି, ତୁ ଆଉ ମୋତେ ନେଇଯିବୁ। ମୁଁ କହିଲି ଏତେ ଦୂର ତ ମୁଁ ଯାଇପାରିନି, ବାପା ପଳେଇ ଆସ, ଗାଡ଼ିରେ ବସିକି ମୋ ଘରକୁ ମୁଁ ନେଇକି ଯିବି। ଥରେ ଆନନ୍ଦ ପ୍ରଭୁ ଆସିଥିଲେ, କହିଲେ ଆନନ୍ଦ ପ୍ରଭୁ ବାପା ଏମିତି କହୁଛନ୍ତି ନା, ହଁ କହିଲେ ଆପଣ ଫୋନ୍ କରନ୍ତୁ, ତାଙ୍କର ଟିକେ ସାହସ ସେ ମନ୍ଦିରକୁ ଚାହୁଁଛନ୍ତି। ଆନନ୍ଦ ପ୍ରଭୁ ଫୋନ୍ କଲେ, ବାପା ଆସିଲେ। ଆସିଲା ପରେ ସବୁବେଳେ ମୋତେ କୁହନ୍ତି ଲୁଚି ଲୁଚି ପଳେଇ ଆସନ୍ତି, ସୁଗାର ଟେଷ୍ଟ ବାହାନାରେ ପଳେଇ ଆସିବେ ମୋ ଘରକୁ। କହିଲେ ବୁଢ଼ିଆ ମୁଁ କାଲି ଟିକେ ସ୍ୱପ୍ନ ଦେଖିଲି, ମୁଁ ତୋତେ ଦେଖିବାକୁ ଆଇଛି। ମୁଁ କହିଲି ବାପା ହଁ ଆସେ ନା, ଆଗେ ବ୍ଲଡ଼ ପରେ ଟାଣିବି ଆଉ ମୁଁ ତୋ ପାଖରେ ଟିକେ ବସେ। ବସିବେ ମୋ ମୁଣ୍ଡ ପଣାଉଛି ଦେବେ, କ'ଣ ଭାବନ୍ତି କେଜାଣି। ତାପରେ ବ୍ଲଡ଼ ଟାଣିକି ଆସିଲେ, କହିଲେ ବୁଢ଼ିଆ ପଖାଳ ଦୁଇଟା ଖାଇବି। କି ବାପା ପଖାଳ ଖାଇବେ ନା, ହଁ ପଖାଳ ଦେ, ବଡ଼ି ଟିକେ ଚୁର୍ ଆଉ ବାଇଗଣ କି ଭଜା ହବ ପୋଡ଼ିକି ଦେ ମୁଁ ଖାଇବି। ବାପ ଝିଅ ଏକାଠି ବସିକି ଖାଉ। ଏତେ ତାଙ୍କ ସାଙ୍ଗରେ ଆମେ ମୁଁ କେବେ ଭାବିନଥିଲି ଯେ ସିଏ ମୋ ବାପା ନୁହନ୍ତି ବୋଲି। ବାପାଙ୍କର ସେ ମୋତେ ବହୁତ କରିଛନ୍ତି, ଏତେ କରିଛନ୍ତି ଯେ ମୁଁ ଖାଲି ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ପ୍ରଭୁ ତାଙ୍କ ଆତ୍ମାର ସଦ୍ଗତି ହଉ, ସେ ମୋକ୍ଷ ପ୍ରାପ୍ତି ହୁଅନ୍ତୁ। ଆଉ ଏଇଠି ଯେତେ ପ୍ରଭୁମାନେ ଅଛନ୍ତି ସମସ୍ତଙ୍କର କୋଟି କୋଟି ମୁଣ୍ଡିଆ ଯେ ଆପଣମାନେ ଯାଇଛନ୍ତି। ଆଉ ଖାସ କରି ଏଇ ପ୍ରଭୁଙ୍କୁ ଯିଏକି ଚରଣପୂତ ତାଙ୍କୁ ଶେଷ ସମୟରେ ଦେଇଛନ୍ତି, ନିର୍ମାଣ ଦେଇଛନ୍ତି, ଗଙ୍ଗା ଜଳ ଦେଇଛନ୍ତି। ଆଉ ଆଜି 11 ଦିନ ହେଲା ତାଙ୍କର ମହାମନ୍ତ୍ର ଜପ କରୁଛନ୍ତି। ତେଣୁ ତାଙ୍କୁ ତ ନୁହେଁ, ତାଙ୍କୁ ନୁହେଁ, ମୁଁ ଅମାୟ ପ୍ରଭୁଙ୍କୁ କୋଟି କୋଟି ମୁଣ୍ଡିଆ ମାରୁଛି। ଏବଂ ତାଙ୍କ ଭଳି ପୁତ୍ର ସୁପୁତ୍ର ଯେଉଁ ବାପ ମା ଜନ୍ମ ଦେଇଛନ୍ତି ତାଙ୍କୁ ମଧ୍ୟ ମୋର କୋଟି କୋଟି ମୁଣ୍ଡିଆ, ଯିଏକି ଏତେ ସୁନ୍ଦର ପୁତ୍ର ଜନ୍ମ କରିଛନ୍ତି, ଏତେ ସୁନ୍ଦର ଚିନ୍ତାଧାରା। ଆଉ ତା ବାପାଙ୍କ ପାଇଁ ତାଙ୍କ ପୁଅ ଝିଅ ତ ଛାଡ଼ନ୍ତୁ, ମୁଁ ବି ଜାଣିନି ସବୁ କ'ଣ କରାଯାଏ, ଏତେ ସୁନ୍ଦର କରି ମାନେ ଶେଷ ସମୟରେ ମୁଁ ଯେତେବେଳେ ନେଇକି ଆସିଲି ମନ୍ଦିରରୁ ଆଜି ପର୍ଯ୍ୟନ୍ତ ମହାମନ୍ତ୍ର ଚାଲିଥାଏ, ଆନ୍ଦୋଳନ ସବୁ ପଠାନ୍ତି। ଏବେ ରିସେଣ୍ଟ 3 ଦିନ ବାପାଙ୍କର ଯିବା 3 ଦିନ ହେଇଥାଏ, କଙ୍କଡ଼ା ବିଛାଟା ହଠାତ୍ ମୋ ଘରକୁ ଆସିଗଲା। ମୁଁ ଜାଣିନି କେଉଁଠି ଆସିଲା, ମୋ ବଡ଼ ଝିଅ କହିଲା ମମ୍ମି ମମ୍ମି କଙ୍କଡ଼ା ବିଛା। ମୋ ପାଖରୁ ହଠାତ୍ ମୋ ଅଜା ଆଇଛନ୍ତି ଏତିକି କହିଛି। ତାପରେ ଆମ ଘର ଗୋଟେ ହରେକୃଷ୍ଣ ମେହରୁନି ପିଲାଟା ଆସେ, ସିଏ ମୋ ଝିଅ ତାକୁ ଡାକିଲା ହରିଆ ମାମୁଁ, କଙ୍କଡ଼ାକୁ ଗୋଡ଼ରେ ଆଡ଼େଇଦେଲି। ସାର୍ କହିଲେ ଯେ ଗୋଡ଼ଟା ଆଡ଼ାନି କାମୁଡ଼ି ଦେବ। ତାପରେ ସିଏ ନେଇକି ବାହାରେ ଛାଡ଼ିଲା। ଠିକ୍ 7 ଦିନ ଦିନ ଆମେ କେବେ ଆସିଲା କିନ୍ତୁ କଲୋନୀରେ କାଉ ଦେଖିଲୁ। ତ କାଉଟା ହଠାତ୍ ଆମ ଘର ସାମ୍ନାରେ ତାରରେ ବସିଛି। ମୋ ଝିଅ ମୋତେ ଡାକିକି କହିଲା କୁକୁର ଗୋଟେ ଅଛି
ଆଉ ବସିଛି। ମୁଁ ଗଲି ମୋ ଝିଅ ଫଟୋ ଉଠେଇଲା, କହିଲେ ଅଜା ଆଇଛନ୍ତି କିଛି ଦେଇଦେ। ନା ମମ୍ମି କ'ଣ ଦେବି? କ୍ଷୀର। ତାର କହିଲା ଅଜାଙ୍କ ଲେମ୍ବୁ ପାଣି ଦିଅନ୍ତୁ, ଲେମ୍ବୁ ପାଣି ଦେବି। ତାପରେ ନେଇକି ଦେଲା, ସେ କାଉଟା ଉଡ଼ିକି ଯାଇକି ଯେଉଁ ରୁମ୍ରେ ମୋ ବାପା ଶୋଉଥିଲେ ସେଇ ରୁମ୍ ଝଟକା ବାଡ଼ି ଯାଇ ବସିଲା। କିଛି ସମୟ ପରେ ଉଡ଼ିକି ପଳେଇଲା। କାଲିକା କଥା କହୁଛି ପ୍ରଭୁ, ଆମେ ତ ମାନିଛୁ ପାପ ବୋଲି, ପାପରୁ ଅଧିକ କରିଛନ୍ତି। 10 ଥିଲା, ମୋ ମା କହିଲା 10ରେ ତୁ କ୍ଷୀର ବାର ହେବୁନି, ତାଙ୍କ ଘରେ ହେବା କଥା, ତୁ ଆଜି ହେବୁ। ଆମେ ଆଜି ବାଇକ ଡାକି ଶୁଧିହେଲୁ। ତ କାଲି 10ରେ ମୁଁ କହିଲି ଯାହା ଅଛି ଘରେ ସବୁ ଫୋପଡ଼ା ହେବ, ମୁଁ ଯାଉଛି ରୁଟି ନିପଟ କରିବି। ରୁଟି ନିପଟ କରୁଛି, ହଠାତ୍ ଆପଣମାନଙ୍କୁ ମିଛ ମୋତେ ସତ ଗୋଟେ ମାନେ ବିଲେଇଟା ଠିକ୍ ଏମିତି ମାନେ କଲର କେଉଁଠୁ ପିଲା ଭୁଆ ବିଲେଇଟା ଆସିଲା। ଆସି ଖାଲି ମ୍ୟାଉ ମ୍ୟାଉ ମୋ ପାଖରେ 3ଟା ଛୋଟ ଛୋଟ ବିଲେଇ ଅଛନ୍ତି। ସେ ମୋ ପାଖରେ ଖେଳନ୍ତି, ସବୁବେଳେ ଖେଳନ୍ତି। ମୋ ପାଖକୁ ଯୁଆଡ଼େ ଯିବି ସିଆଡ଼େ ସିଆଡ଼େ ମୋ କୋଳରେ ବସନ୍ତି, ଖେଳନ୍ତି। ତ ସେ ବିଲେଇ କେଉଁଠୁ ଆସିଲା? ମୋ ଝିଅ ମମ୍ମି ଦେଖୁନି କେତେ ଜୋର ବିଲେଇଟା ଚିଲଉଛି। ମୁଁ କହିଲି ମାନିଲ ଅଜା ଆଇଛନ୍ତି, କ୍ଷୀର ଟିକେ ଦେ, ସେ ପଳେଇବ। ତାପରେ କ୍ଷୀର ନେଇକି ଦେଇଦେଲି। ମୁଁ ରୁଟି କରିକି ମୋ ମାଇଣ୍ଡଟା ସିଆଡ଼େ ଯାଇନି, ମୁଁ ଇଆଡ଼େ ରୁଟି କରି ପଳେଇ ଆସିଛି। ଆଶ୍ଚର୍ଯ୍ୟ କଥା, ଆମେ ରୁଟି ଖାଇସାରିକି ଯେତେବେଳେ ଥାଳି ନେଇକି ରଖୁଛି ଦେଖିଲା ବେଳକୁ ବିଲେଇ ନାହିଁ କି କ୍ଷୀର ନାହିଁ। କେଉଁ ବିଲେଇ ଖାଇଲା ମୁଁ ଜାଣିନି, ଯେହେତୁ ମୋ ପାଖରେ 3ଟି ବିଲେଇ ଅଛନ୍ତି। କିନ୍ତୁ ସେ ବିଲେଇଟା ପଳେଇଲା। ମୋତେ ଲାଗେ ଯେମିତି ମୋ ବାପା ମୋ ପାଖକୁ ଆସିଥିଲେ କି ବୁଢ଼ିଆକୁ ଦେଖିକି ଯିବି ବୋଲି। ସେଇଥିପାଇଁ ମୋତେ ଲାଗେ ମୁଁ ବିଶ୍ୱାସ କଲି ପ୍ରଭୁମାନେ ମୁଁ ହରେଇଛି। ଆପଣମାନଙ୍କର ତ ବହୁତ କ୍ଷତି ହେଇଛି, କିନ୍ତୁ ତା ସାଙ୍ଗେ ସେ ମୋର ଯେଉଁ କ୍ଷତି ହେଇଛି ସେଇଟା କେହି ପୂର୍ଣ୍ଣ କରିପାରିବେନି। ଖାଲି ଭଗବାନ ଡାକୁଛି ତାଙ୍କ ଆତ୍ମାର ସଦ୍ଗତି ହଉ। ଆଉ ଅଧିକ କ'ଣ କହିବି, ଖାଲି ଆନ୍ତଃପ୍ରଭୁ ସେ ବହୁତ ଭଲ ପାଆନ୍ତି। ନାଟିଆ ନାଟିଆ ଏକାଠି ଥାଆନ୍ତି, ବହୁତ ଭଲ ପନ୍ତି। ଯେତେବେଳେ କହିବେ ବାପା କିଛି ଦେବି, ବୁଢ଼ିଆରେ କ'ଣ ଦେବୁ? ମୋତେ ତ ଅମୟ ପ୍ରଭୁ ଆନ୍ତଃପ୍ରଭୁ ବହୁତ କିଛି ଦେଇଛନ୍ତି, ମୋର ସେବା କରିଛନ୍ତି। ସେ ଭାଇ ବି ଅଛନ୍ତି। ହଁ, ଆଉ ଗୋଟେ କଥା ମୋତେ କହିଥିଲେ ଶେଷ ସମୟରେ, ବୁଢ଼ିଆ କିଛି ନହେଲେ ମୁଁ ଗଲା ପରେ ମୋ ଭାଇଙ୍କୁ ଟିକେ ଦେଖିବୁ, ମୋ ଭାଇଙ୍କୁ ଟିକେ ଔଷଧ ପତ୍ର ଦେବୁ। ଭାଇମାନେ ଯାହାକୁ ମଉସା ଡାକେ ଅମୟ ପ୍ରଭୁ ତ ଭେଳି କହିଥିଲେ। ତାପରେ କହିଲେ କିଛି ମୋ ଦରକାର ନାହିଁ, ସେମାନେ ମୋତେ ସବୁ କରୁଛନ୍ତି, ସବୁ କରୁଛନ୍ତି, ଖାଲି ମୋତେ ପୁରୀ ଟିକେ ନେବୁ। ବାପା ସେମିତି କାହିଁ କରୁଛନ୍ତି? ଏମିତି କହିଥିଲି। ଆଉ ଏତେ ଭଲ ଥିଲେ, ଏତେ ଭଲ ଥିଲେ। ସବୁବେଳେ କେବେ ମୁଁ ତୋ ପାଇଁ ଫାଷ୍ଟ ମୋ ଜୟ ପାଇଁ ମୋ ନାଗର ଦିଟା ପାଇଁ ମୁଁ ବାପା ତୁଳସୀ ପତ୍ର ଚଢ଼ଉଛି। ବାପା ଛୁଆ କେମିତି ହେଲି? 2007 ମସିହାରେ ମୁଁ ଆସ୍ତେ ଇସ୍କନର ରାମନଗରୀ ଏଇ ମଧ୍ୟକୁ ଏସବୁ କିଛି ହେଇନଥିଲା। ପ୍ରସାଦ ସେତେବେଳେ 4ଟା ପାଖାପାଖି। ଜଣେ ଜଗଦାନନ୍ଦ ପ୍ରଭୁ ବସିଥାନ୍ତି ବାହାରେ ଚେୟାର ପକାଇ। ମୁଁ ଯେତେବେଳେ ତାଙ୍କୁ ମୁଣ୍ଡିଆ ମାରିଲି, ସେ କହିଲେ ମାତାଜୀ ମୋତେ ମୁଣ୍ଡିଆ ମାରନ୍ତୁନି, ମୁଁ ଏଠିକାର କିଛି ନୁହେଁ। ତାପରେ ମୁଁ କହିଲି ପ୍ରଭୁ ମନ୍ଦିର, ପ୍ରଭୁ ତ ଜାଣଥିଲି। ମୁଁ କହିଲି ଗୋସେଇ ମନ୍ଦିର କେଉଁଠି? ମୁଁ ପ୍ରଭୁ ଡାକନ୍ତି ବୋଲି ବି ସେଠି ଜାଣିନଥିଲି। ନା ମନ୍ଦିର ଆଗରେ ମୁଁ ଗଲି, ମନ୍ଦିରକୁ ବହୁତ ଲୋକ ଥିଲେ। ବାପା କ'ଣ କରୁଛନ୍ତି, ଠାକୁରଙ୍କ ଆଡ଼କୁ ମୁହଁ କରିକି ଠାକୁରଙ୍କ ସେବା କରୁଛନ୍ତି। ମୁଁ ଯାଇ ଗୋଟେ କୋଣରେ ବସିଲି। ମୁଁ ଯେତେବେଳେ ଯୋଉଠି ଯାଏ ମନ୍ଦିରକୁ ନନା କିମ୍ବା ଗୋସେଇ ହୁଏ, କେବେ କାହାକୁ ଅଲଗା କିଛି ଡାକେନି, ନାମରେ ଡାକେନି। ଯାଇଛି ଯେତେବେଳେ ମୁଁ ମୁଣ୍ଡିଆ ମାରିକି ବସିଛି, ବାପା ସହିତ କହିଲେ ବୁଢ଼ିଆ। ସେ ଯେ ବୁଢ଼ିଆ କହିଛି, ମୋତେ ସେତେବେଳେ କିଛି ମୁଁ ନ ଭାବିକି ମୁଁ କହିଲି ବାପା, ହଁ ବାପା। ମୋ ପାଟିରୁ ବାପା ବାହାରିଗଲା। କହିଲେ ଏଠିକି ଆସି, କେଉଁଠୁ ଆସିଛୁ? ମୁଁ କହିଲି ମୁଁ ବୁର୍ଲାରୁ ଆସିଛି। ନାଇଁ ତୁଳସୀ ଭଣ୍ଡା ଧର, ଆଜି ତୁ ମୋ ଝିଅ ହେଲୁ। ଆଉ ମୋତେ ତୁଳସୀ ମା ସୀତା ମା ସ୍ୱପ୍ନ କରିଥିଲେ ଯେ ଗୋଟେ ଝିଅଟେ ଆସିବ, ତୁ ତାକୁ ଝିଅ କରିବୁ, ସିଏ ତୋର ଝିଅ ହେଇକି ରହିବ। ମାନେ ଏଇଟା ଆପଣମାନଙ୍କୁ ମିଥ୍ୟା ଲାଗିଥାଇପାରେ, କିନ୍ତୁ ମୁଁ ଅଙ୍ଗ ନିଭେଇ ବୋଲି କହୁଛି। ସେଇ ଦିନଠୁ ଆମେ ବାପ ଝିଅ ହେଇଥିଲୁ। ଯେତେବେଳେ ଯାହା ହୁଏ ମୁଁ ଆସେ। ଆଉ ଯେତେବେଳେ ଆସିଲି ବାପା ସବୁବେଳେ ମୋତେ, ମୁଁ ଖାଇଲି କି ନାହିଁ, ଖାଇସାରିଲା ପରେ ଜରିରେ ବାନ୍ଧିକି ମୋର ଗାଡ଼ିରେ ବସିକି ଗାଡ଼ି ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି, ନିଜେ ନ ଖାଇକି। ଆଉ ବହୁତ ଫଳମୂଳ ଆଣିକି ଦେଲେ ଯେତେବେଳେ ମୋତେ ଟିକେ ଭଲ ଲାଗିଥିଲି। ଭଗବାନଙ୍କ ପ୍ରସାଦ ବାପା ମୋର ମାତିକି ଝିଅ ମୋର ଦେଇ ଦେଉଛନ୍ତି, ମୁଁ ଆଉ ଆସିବିନି। ତାପରେ ମୋର ସେତିକି ପୂର୍ଣ୍ଣବଳ ଥିବା ଦରକାର ମନ୍ଦିରକୁ ଆସିବାକୁ। ମୁଁ ସେତେ ମହାନ ନୁହେଁ ଯେ ମନ୍ଦିରକୁ ଆସିପାରିବି। ଭଗବାନଙ୍କ ଡାକ୍ତର ନ ଆସିଲେ କେହି ଆସିପାରନ୍ତିନି। ଯାହାଫଳରେ ମୁଁ ଆସିପାରୁନଥିଲି, ନହେଲେ ମୁଁ ଗୋଟେ ବାହାନା ଦେଖାଉଛି ଯେ ବାପା ଭୋଗ ଦେଲେ ବୋଲି ଆସିପାରୁନଥିଲି, ସେଇଟା ନୁହେଁ। ମୋର ସେତିକି ପୂର୍ଣ୍ଣବଳ ନଥାଏ, ମୁଁ ମନ୍ଦିରକୁ ଆସିପାରେନି। ଇଚ୍ଛା ଥାଏ, କିନ୍ତୁ ଭଗବାନଙ୍କ ଡାକ୍ତର ନ ଆସେ। ଭଗବାନଙ୍କ ବିନା ଆମ ଭିତରେ ଶୁଖିଲା ପତ୍ର ଝଡ଼ିବନି। ଆପଣ କିଏ, ମୁଁ କିଏ? ଆଜି ମୋ ଜୀବନରେ ମୁଁ ଏଇଟା ପ୍ରଥମ ମାଇ ସାମ୍ନାରେ କିଛି କହିପାରୁଛି। ଆଉ ବା କ'ଣ କହିବି? ଆଉ ତ ଭାଷା ନାହିଁ କିଛି କହିବା ପାଇଁ। ମୁଁ ଅମୟ ପ୍ରଭୁ, ଆନନ୍ଦ ପ୍ରଭୁ, ଆମର ସେଇ ପ୍ରଭୁ ବସିଛନ୍ତି ସମସ୍ତଙ୍କ ପାଖରେ। ମୁଁ ପୁଣି
ଯାଉ ଆପଣମାନେ ଆଜି ପର୍ଯ୍ୟନ୍ତ 11 ଦିନ ପର୍ଯ୍ୟନ୍ତ ଏତେ ବାପାଙ୍କର କଲେ ତାଙ୍କର ମୋତେ ଲାଗୁଛି ତାଙ୍କର ପୁଣ୍ୟଜନ୍ମ ହେଉଥିବ ସେ ମୁଖ୍ୟ ପ୍ରାପ୍ତି ହେଇସାରିଥିବେ। हरे कृष्ण हमने प्रभुଙ୍କର परिवार भगवान को पाखे थे प्रार्थना करवा भगवान को बहुत कृपा कर कृपा दृष्टि रखिंट और सब भी कृपा दृष्टि रखिए आम समस्ते भगवान को चरण में प्रार्थना करें। हरे कृष्ण 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 हरे 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 राम 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 हरे हरे। श्री श्री सीताराम लक्ष्मण हनुमान जी महाराज की जय। पहला तो फूल टिके फल फल देवी देखो दक्षिणा श्रीमते भक्ति स्वरूप दामोदर स्वामिन्यति नामिने नमो सद्भक्तमनये मणिपुर उद्भवाय च प्रभुपाद सत्वाणी प्रचार निरतायते नमो विष्णुपदाय कृष्णपृष्ठाय भूतले श्रीमते गौर गोविंद गोस्वामिन्यति नामिने नमो विष्णुपदाय कृष्णपृष्ठ श्री गुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्ति स्वरूप दामोदर स्वामी नामिने नमो जयवंत गुरु वैष्णव की जय। देशपाल गौर मोहनदास प्रभु की जय। वैद्यपाल मिश्र गुरुदेव की जय। श्री प्रभुपाद जी महाराज की जय। जय सीताराम लक्ष्मण हनुमान जी महाराज की जय। श्री गौर नित्यानंद प्रभु की जय। हरे कृष्ण। दुर्लभ मनुष्य जन्म संपर्क में आम जाने जे मनुष्य जन्म अत्यंत दुर्लभ किंतु जितेबले कौन जीव ये जगत जन्म हो साधु गुरु वैष्णव पराश्रय करती जीवन अति दुर्लभ हो जाए। तेणु वैष्णव जगत आम बहुत से सतर्क रहा उचित जो वैष्णव होती भक्ति मार्ग को आश्रय कर स्थान बहुत गोटे भी प्रथम को मती रूपकल्पिता प्रभु मोर मती रूपक कन्या को आपको अर्पण कली जोई को माने केते माने ससुर केमती भल पाए जोई ससुर केमती भल पाए आज मुझे संबंध में आपको वर्ण करी। द्वितीय कहते त्रिभुवन कमन हे प्रियतम हे श्याम सुंदर आपण सुंदर त्रिभुवन में कहीं ना अभियोग ना प्रभु मत कहीं स्थिति को नहीं गले एत बड़ परिवार मोर पूर्व जीवन केमती मसूर केमती पतन होती स्वर्ग आसवन त्रिभुवन कमन ये त्रिभुवन में आपण सुंदर कहीं ना से कहते भगवान कहते नाना विश्वदेव आप अनेक सुंदर व्यक्तित्व अच्छा जगत में से आचार्य मैंने कहते विदराग आचार्य लिखते जे जगत में से पर्यंत जड़े अन्य जन को सुंदर भावे जिते पर्यंत से भगवान मंगलमय स्वरूप को देखी कि मु प्रभु आपण स्वरूप को देखी मुझे देखी अर्जुन भी सेमती देखी ना देखो ये भी गुरु शिष्य संबंधटा को से भगवान का आगे रखुच प्रभु मो प्रति आप दया कले अर्जुन प्रति दया कले
ତ ଅର୍ଜୁନଙ୍କ ମନରେ ପ୍ରଶ୍ନ କଲେ ପ୍ରଭୁ ଆପଣ କେମିତି ମୋଠୁ ଶ୍ରେଷ୍ଠ? ତ ଭଗବାନ ସିନା ତୁମର ସଙ୍ଗ ଦେଲେ କିନ୍ତୁ ତୁମେ ପିଠି ଭଗବାନଙ୍କର ପୃଷ୍ଠ ଦେଶକୁ ଦେଖିଛ, ଆଉ ପୃଷ୍ଠ ଦେଶ ହେଉଛି ଅଧର୍ମ, ଭଗବାନଙ୍କର ପିଠି ପଟେ ଅଧର୍ମ ରହୁଛି, ତେଣୁ ତୁମେ ପିଠିକୁ ଦେଖିଛ, ଭଗବାନ ମୋତେ କରୁଣା କରୁଛି। ବାସ୍ତବରେ ଏଠି ଭଗବତ ଗୀତାର हरे राम हरे राम राम हरे कृष्ण। वास्तव जाके हम समस्ते भगवान स्थिति विधान से हम समस्ते एकत्रित होइछे। वास्तव भगवान को हमर विधि विधान कहला संगे संगे हम मनकर विधि विधान होइछे, कारण आम समस्त देखिए कि भाव में हरिदास पुराण भगवान श्री चैतन्य महाप्रभु निजे कार्य निजे संपादन करते शरीर को धरी नृत्य कीर्तन करते समाधि देते उद्देश्य से भिक्षा महाप्रसाद भिक्षा मागी समस्त वितरण करते, कारण जड़े त्यागी लोक को ये भाव में ये संसार में उत्साह प्रदान करने से भगवान श्री चैतन्य महाप्रभु कार्यटा आम मान संपादन करते, कारण भगवान जो कार्य हुए ताको आम विभिन्न अंगरे आम बुझीपर गोटे उद्देश्य अनेक उद्देश्य से साधित होता है। तेणु से भाव में आज जो मैंने वास्तव में आसी जो मैंने प्रभुकर शेषकृत्य संपादन करने स्वर्गद्वार जाइए से समस्ते आमर मोर अंतर्राष्ट्रीय कृष्ण प्रसंग आशीर्वाद करूँ बहुत बहुत धन्यवाद हम जनाऊँ भूमि कि भाव से मैंने त्यागी लोक को उत्साह प्रदान करने से कार्य संपादन कर भगवान को वास्तविक से मृत्यु को जय कर जाइए, कारण से शरीर छाड़ी शेष मुहूर्त पर्यंत सी सब कार्यगुड़िक निज कार्य निजे ही कर साधना कौन प्रकार अभाव से करना, कारण बेले बेले जो से एकादशी हुए कि मैंने जन्माष्टमी कौन हुए मुझे कहे आप स्वीकार बढ़ी आप खाना नाम खाई से खाती से अपेक्षा करती ना ना मुझे अन्न कहते आज अन्न खाई ना ना अन्न खाई तेणु से शेष पर्यंत निज हाथ में निज कार्य से मैंने तेणु से गुरुमहाराज जो से मैंने आसी गृह त्याग कर आसिक भुवनेश्वर से पटल सेवा दिया साथी दशराज प्रभु थे आमर हरिवल्लभ प्रभु थे समस्त एकत्रित होती से प्रथम से बहुत परिश्रम कर पटल प्राय 17 एकर जमीन से चाष करुले जेहतु घरे से कार्य गुड़िक करुले मत निष्ठापर भाव से जेकोसी जो स्थान अच्छा सेवा निष्ठा गोटे गोटे समस्त गोटे एग्जाम वास्तविक, कारण ये सब वस्तु आजिकल जुगे तो आम देखा बहुत भीड़, कारण जो सेवाटा मिली से कति निष्ठापर भाव संपादन करते से सेवा जड़े देते मैंने से कथा से चिंता करना से कार्यटा हो तेणु से जो जमी गुड़ा पड़ा पड़ा से समय से कहते केते 100 बस्ता धान से वर्ष से अमल कर निजे से हल कर एवं सेठू किसी दिन सेवा कर सारापर गुरु महाराज कटक सेंटर करते से कटक सेंटर से अन्नपूर्णी प्रभु सहित सेवा करते अन्नपूर्णी प्रभु टे रागी लोक तो थे अन्नपूर्णी प्रभु मुझे प्राय जाए तो अन्नपूर्णी प्रभु विरक्त है तार देखो गोटे भक्तर मनोभाव कौन आजिकल जुग तो भक्तर मनोभाव अलग प्रकाश करना किंतु सेठी अंतर्ती प्रभु कहले तुम एक बाहर जा से कहले मुझे बाहर तू बाहर जाऊँ तू बाहर जाऊँ मुझे बाहर अरे ये गुरु महाराज पठे मत गुरु महाराज तोर कहीं हम तू सेवा कर मुझे सेवा कर
ତାର କହିବା ଅର୍ଥ ହେଉଛି ଏଇ ଟାଇପ୍ର ଆମେ ମ୍ୟାନେଜମେଣ୍ଟରେ ଏହା ଶିଖିଛୁ। ଯେଉଁ ଲୋକ ଏଇଭଳି ଚ୍ୟାଲେଞ୍ଜ ଦିଏ ବାସ୍ତବିକ ସେଇଭଳି ବ୍ୟକ୍ତି ଆମର ଦରକାର। ସେଇଭଳି ବ୍ୟକ୍ତି ମନ୍ଦିର ପାଇଁ ଆବଶ୍ୟକ। କଥା ପଦେ ଯେ ପାନରୁ ଚୂନ ଛାଡ଼ିଲେ ଛାଡ଼ିକି ପଳାଏ ବାସ୍ତବିକ ସେମାନଙ୍କ ଦ୍ୱାରା କିଛି ହେଇପାରିବ ନା। କାରଣ ତାଙ୍କ ମନରେ କିଛି ବି ନିଷ୍ଠା ନାହିଁ। ସେ ତାର ନିଜର ମାନେ ଉନ୍ନତି ପାଇଁକି ସେ ହିଁ କେବଳ ବୁଲୁଛି। ସେ ନିବୃତ୍ତି ମାର୍ଗକୁ ଆସୁନି, ସେ ପ୍ରଭୃତି ମାର୍ଗରେ କାମ କରୁଛି। କିନ୍ତୁ ସେ ବ୍ୟକ୍ତି କେତେ ନିଷ୍ଠା ତା ମନରେ, ସେ ତା ସହିତ ଚ୍ୟାଲେଞ୍ଜ ଦେଲା। ମୁଁ ସେ ଯେଉଁ ଝଗଡ଼ା ଦେଲେ ଲାଗିଲା ମୁଁ ଯାଇ ତାପରେ ପହଞ୍ଚିଲି। ସେ ଅନ୍ତର୍ଭୁକ୍ତ ମୋତେ ଡାକିଛି, ମୁଁ ଗଲି। ଅନ୍ତର୍ଭୁକ୍ତ ଏ କଥା ମୋତେ କହିଲେ, ଲେଖ ସେ ବୁଢ଼ା ମୋତେ କହୁଛି ତୁ ପଳା। ଆଜି ପର୍ଯ୍ୟନ୍ତ କିଏ ମୋତେ କହିନାହାନ୍ତି, ମୁଁ ସବୁ ଚଳଉଛି, ଇଏ କହୁଛି ତୁ ପଳା। ମୁଁ ସେ କଥା ଶୁଣି ମୋତେ ଏତେ ଖୁସି ଲାଗିଲା। ଏଇ ବ୍ୟକ୍ତି ହିଁ ସୋସାଇଟି ପାଇଁ ଆବଶ୍ୟକ ରହିଛି। ତାପରେ କିଛି ଦିନ ପରେ ପ୍ରଭୁଙ୍କର ତାଙ୍କର ସାନ ପୁଅଟି ଚାଲିଗଲେ। ପ୍ରଭୁ ବହୁତ ଭାଙ୍ଗି ପଡ଼ିଥିଲେ। ପ୍ରଭୁ ଦେଖେ ମୁଁ ଯେଉଁ ମୋର 3ଟା ପୁଅ ମଦ ମାଂସ ଖାଇଲେ ସେମାନଙ୍କର କିଛି ଅମଳ ହେଲାନି। ମୁଁ ଯାହାକୁ ଜପ ଶିଖେଇଲି, ମୁଁ ଯାହାକୁ ଏକାଦଶୀ କରିବାକୁ କହିଲି, ଯେ ମୋ କଥା ମାନିଲା, ଦେଖ ତା ଅବସ୍ଥା ଏହା। ଆଉ କ'ଣ କରିବି? କାହିଁକି ଭଗବାନଙ୍କ ପୂଜା କରିବି ନା? ଆଉ କରିବି। ତେଣୁ ଯେ ଭଗବାନଙ୍କର ପୂଜାଟାକୁ ଛାଡ଼ି ଦେଇକି ସେ ଗୁରୁଦେବଙ୍କର ପୂଜା କରୁଥିଲେ। ଗୁରୁଦେବ ଫଟୋ ରଖିକି କରୁଥିଲେ। କିନ୍ତୁ ମୁଁ ତାପରେ ଶୁଣିଲି ଯେ ସେ ଏଇ କାର୍ଯ୍ୟଟା ତାଙ୍କ ଘରେ ସେଠୁ ପଟରୁ ଘର ପଳାଇଥିଲେ। ତାପରେ ଆମେ ତ 2006ରେ ଟିକେ ଆସିଲୁ। ସେ ସମୟରେ ଆମର ଚିନ୍ତା ଥିଲା, କାରଣ ଆମେ ତ ସେଠି ଅଲଗା ସବୁ ସେବାରେ ଥିଲୁ। ଆଉ ଆମର ସଦାନନ୍ଦ ମହାରାଜ ସେ ବି ତାଙ୍କର ବସ୍ରେ ବୁଦ୍ଧି ଷ୍ଟେସନ କରୁଥିଲେ। ତାପରେ ଯୋଗେଶ୍ୱର ପ୍ରଭୁ ସେ ଆମର ପ୍ରଚାର କରୁଥିଲେ। କିନ୍ତୁ ସେ ଆମକୁ ଏଠି ପଠେଇଲେ, ଆମେ ସବୁ ଆସିଲୁ। ଆମର ଗୋଟେ ଚିନ୍ତା ଥିଲା ଯେ ବାସ୍ତବିକ ଠାକୁରଙ୍କର ସେବା ପୂଜା ଛୁଟି କରି, କାରଣ ମୋର ସେଠି ଉପରଙ୍କର ସେବା ଥିଲା। ଆଉ ବିଜ୍ଞାନ ମହାରାଜଙ୍କର ତାଙ୍କର ବି ବୈଠକରେ ସେବା ଥିଲା। ତେଣୁ ଏଠି ପରମାନେଣ୍ଟ ଲୋକ ରହିବାକୁ, ତେଣୁ ଆମେ ଏଇ ଭାଡ଼ାରେ ପଢ଼ୁଥିଲୁ। ଗୁରୁମାନେ ଆମ ହଠାତ୍ ଥିଲେ ଲମାଇ ସେ ଗୌରମୋହନକୁ ଆପଣ ଆଶ୍ଚର୍ଯ୍ୟ ଗୌରମୋହନକୁ ମନରେ ଏତେ ଶିଷ୍ୟ ଶିଷ୍ୟା ଗୁରୁମହାରାଜଙ୍କର, କିନ୍ତୁ ଗୁରୁମହାରାଜ ସେ ଗୌରମୋହନ ତ କେବେଠୁ ଛାଡ଼ି ପଳାଇଲା। ତା ଏବେ ଆମେ ଶୁଣୁଛେ ବାଘ ଭାଇ କ'ଣ ବୁଲୁଛି, ତା ପୁଅ ମରିଗଲା ବୋଲି। ଆଉ ଇଏ ଗୁରୁମହାରାଜ ଗୌରମୋହନ ଆମେ ତା ଘର ଦ୍ୱାର କିଛି ଜାଣିନୁ। ପ୍ରାଣବଲ୍ଲଭ ପ୍ରଭୁ ପଚାରୁ ପ୍ରାଣକୁ ଆଉ ଗୁରୁମହାରାଜ ତାଙ୍କୁ ଡାକିବାକୁ ପଡ଼େ, ନହେଲେ ସିଏ ଆସିଲେ ସିନା ଆମ ସେଠି ରହିବ। ତାପରେ ପ୍ରାଣବଲ୍ଲଭ ମୁଁ ଏଠି ଯିବି ଆଉ ସେଥିରେ ସାଙ୍ଗେ ପଠେ ସେ ଗଲେ। ଗୌରମୋହନ ଯେନ୍ ଶୁଣୁଛନ୍ତି ଇମିଡ଼ିଏଟ୍ ତାଙ୍କ ସହିତ ଆସିଲେ। କୌଣସି ପ୍ରକାରର ଚିନ୍ତା ସେ ତାଙ୍କ ମନରେ ନ କରି ସିଧା ପଳେଇ ଆସେ। ଆସିକି ମୋତେ କହିଲେ ଭାଇ କାହିଁକି ଡାକିଲି? ଗୁରୁମହାରାଜ ଡାକିଛନ୍ତି ଆଉ ଆମକୁ ବୁଲାଇ ନା ଠିକ୍ ଅଛି, ମୁଁ ତ କିଛି ଜିନିଷ ପତ୍ର ଆଣିନି। ମୋତେ ପ୍ରାଣ କହିଲା ସେ ବସିଲେ ସବୁ ଫେରିକି ପଳେଇ ଆସିବି। ମୋ ଲୁଗାପଟା ରଖିଦେଇଛି। ମୁଁ ଭାବିଲି ବୁଢ଼ା ଗଲେ କାଳେ ନ ଆସିବ। ମୁଁ କହିଲି ମୁଁ ଲୁଗାପଟା ସବୁ ଏଠି ଦେଉଛି, ତୁମେ ଏଉଠୁ ବୁଲା ପଳା ନା। ମୁଁ କଥା କହୁଛି, ମୋତେ 100ଟା ଟଙ୍କା ଦେଲି। ମୋତେ ଗାଡ଼ି ଭଡ଼ାଟା ମୋତେ ଦେ, ମୋତେ ସାଙ୍ଗେ ସାଙ୍ଗେ ପଳେଇ ଆସିବି। ତ ଇମିଡ଼ିଏଟ୍ ମୁଁ ତାକୁ 100 ଟଙ୍କା ଦେଲି। ସେ ଗଲେ, ତାପରେ ପଳେଇ ଆସିଲି। ଏମିତି ଆସିଲି ତାଙ୍କ ସାଙ୍ଗେ ସାଙ୍ଗେ ତାଙ୍କ ଜିନିଷ ବସ୍ରେ ବସ୍ ଯିବା ଆସିବା କଲା। ସେ ବସ୍ରେ ତାଙ୍କୁ ଛାଡ଼ିଦେଲି, ତ ଆସିଲେ। ସେଇଦିନଠାରୁ ସିଏ ଏଇ ଜାଗାଟାକୁ ଯେମିତି ଜଣେ ସକାମ କର୍ମୀ, ଭଗବାନ ଯାହା ଭଗବଦ୍ଗୀତାରେ କହିଛନ୍ତି, ଜଣେ ସକାମ କର୍ମୀ ଯେମିତି କାମ କରେ, ଜଣେ ଡିଭୋଟି ବି ସେଇଭଳି କାମ କରିବା ଦରକାର। ଆମେ ସମସ୍ତେ ପଢ଼ୁଛେ କିନ୍ତୁ କାମରେ କେହି ଦେଖେଇ ପାରୁନି। କିନ୍ତୁ ସେ ଲୋକ କିଛି ପଛରେ ମୁଁ ଦେଖିଲି, ସେ ଆସିଲା ଯେ ଠାରୁ କେଉଁ ଦିନ ବସି, କେଉଁ ଦିନ ତାର ମଙ୍ଗଳାରତି ବନ୍ଦ ନାହିଁ, କି କେଉଁ ଦିନ ତାର ସେବା ଏମିତି କେହି କହିପାରିବେ ଅରୁଣାଚ କିଛି କରିବେ। ତେଣୁ ମନ୍ଦିରରେ ଗୋଟେ ବହୁତ ଗୋଟେ ଆସେଟ୍ ସେ ଥିଲେ। ତେଣୁ ସବୁ କାର୍ଯ୍ୟ ସେ କରିଛନ୍ତି। ଯେତେ ଗଛ ଲାଗିଛି ସବୁ ସେ ଲଗେଇଛନ୍ତି। କାରଣ ଗଛ କେହି ବି ଲଗେଇକି ବଞ୍ଚେଇ ପାରିବେ। ଏ ଜାଗାରେ ଯେଉଁଭଳିଆ ଖରା ହୁଏ, ବର୍ଷା ହୁଏ, ଯେଉଁଭଳି ଘାସ, ତା ଭିତରେ ଗଛ ବଞ୍ଚିବା କେତେ ଡିଫିକଲ୍ଟ। ଆଉ ଯେତେବେଳେ ସେ ଗଛଟା ଲଗାନ୍ତି, ସଦାବେଳେ ସେ ଗଛଟାକୁ ମାନେ ମନ୍ଦିର ଆଡ଼କୁ ଚାହିଁବେ, ଜୟ ଶ୍ରୀରାମ ତ ମୁଣ୍ଡରେ ଲଗେଇ କରିବେ। ଆଉ ସେ ଗଛ ନିଶ୍ଚୟ ଫଳ ଫୁଲ ହେବ। ଆଉ ଆମେ ଏଇ ଯେଉଁ ଗଛ ଲଗେଇଲୁ, ସବୁ ଗଛ ମାନେ ଫଳ ଫୁଲ ହେଲା। ମୁଁ କହିଲି ତୁମେ ସବୁ ଖାଅ, ତୁମେ ନିଜେ ଲଗେଇଛ, ଆମେ ଗପ ପଡ଼ିଦେଲେ
ଗଛ ଲଗେଇବା କାହା ପାଇଁ କିନ୍ତୁ ଏବେ ଏମିତି ବିଜ୍ଞାନ ବଦଳି ଗଲାଣି ଯେ ନିଜେ ଗଛ ଲଗେଇବ ନିଜ ପାଇଁ। ତେଣୁ ତୁମେ ଆଜି ଆମ୍ବ ଖାଅ, କୋଳି ଖାଅ, ଯାହା ହବ ସବୁ ସବୁ ତୁମେ ଖାଅ। ତେଣୁ ସେ ବହୁତ ଆଗ୍ରହ ସହକାରେ ଭଗବାନଙ୍କର ପାଖରେ ଭୋଗ ଲଗାନ୍ତି ଏବଂ ମଙ୍ଗଳଆରତି ଠାରୁ 100 ଆଳତି ମଧ୍ୟ ନିଜେ ଦଉ। ଏବେ ତ କେଉଁ ପୂଜାରୀକି ଆମେ ଯଦି କହିଦେବୁ ଟିକେ ଭୋଗ ଲଗା, ସେ କହିବ ନାଇଁ ମୋର ସେବା ସରିଗଲାଣି, ମୁଁ ଗୋଟେ ପୂଜା ବଦଳିଛି, ସେ ଏମିତି କାହା ମନରେ ଆନ୍ସର କାହା ପାଖରେ ଆସେ। କିନ୍ତୁ ତାଙ୍କ ପାଖରୁ ଆମେ ଦିନେ ବି ଶୁଣି ନଥିଲୁ ଯେ ମୁଁ ଏବେ ସେବା କରିକି ଆସିଲି, ମୋତେ ପୁଣି କାହିଁ ପଠେଇବି, ଏମିତି ଏ କଥା କେବେ ବି ତାଙ୍କଠାରୁ ଆମେ ଶୁଣିନୁ। ତେଣୁ ସବୁ ଯେତେବେଳେ ଗୋଟେ ଭୋଗ ଲଗାଇବା ତାକୁ କୁହାଯାଏ, ସେ ଏତେ ଆନନ୍ଦର ସହକାରେ ସେ ସେବାଟା କରନ୍ତି, ଜଣେ ଯିଏ ଦେଖିଛି ଜାଣିଛି ସେ ସେଟାକୁ ଅନୁଭବ କରିପାରେ। କହିଲେ ଆମେ କିଏ ଜାଣିପାରିବୁ, ତାହେଲେ ବର୍ତ୍ତମାନ ସିଚୁଏସନ୍ ତାର ନାହିଁ। ତେଣୁ ସେଇଭଳି ଭାବରେ ଅତି ନିଷ୍ଠାପର ଭାବରେ ସେ ସବୁ କାର୍ଯ୍ୟ, ଯେତେବେଳେ ଟିକେ ସରିଯିବ ପୂଜା, ପୁଣି ସାଙ୍ଗେ ସାଙ୍ଗେ ଆସିବେ, ଗାମୁଛ ପିନ୍ଧିକି ପଳେଇ ସେ ଜାଗା ହଣାହଣି କରିବେ। କ'ଣ ନା କୌଣସି ଗୋଟେ ସଦାବେଳେ ଗୋଟେ ଫାବଡ଼ା ଧରିକି ହଣାହଣି କରି କ'ଣଟା କରୁଛୁ। ସେ ନୂଆ ଜାଗାକୁ ଗଲୁ, ସେ ନୂଆ ଜାଗାକୁ ଯାଇ ପହଞ୍ଚିଲେ। ମୁଁ ଯେତେବେଳେ ଦେଖିଲି ସେ ଟିକେ ତାଙ୍କର ଦୁଇଟି ହେଇଗଲେ, ସେତେବେଳେ ତାଙ୍କୁ ବଗିଚାକୁ ଛାଡ଼ିଦେଲି। ନା ଆଉ ବଗିଚାକୁ ତୁମେ ଯିବନି, ତୁମର ଆଜି ଯେଉଁ ସେବା ହେଲା 6ଟା ଯାକ ଆଳତୀରେ ତୁମେ ଗୀତ ଗାଇବ, ମାନେ ଆଳତୀ କୀର୍ତ୍ତନ କରିବ, ଭଗବାନ ରାମ କେବଳ ଚିନ୍ତା କରିବ, ଆଉ ଗଛ ପତ୍ର ବିଲ ବାଡ଼ି କଥା ଆଉ କିଛି ଚିନ୍ତା କରିବ ନାହିଁ, କେବଳ ଗୋଟିଏ ଚିନ୍ତା ଭଗବାନ ରାମକୁ ଚିନ୍ତା କରିବ। ତେଣୁ ସେ କଥା ଯାହା କୁହାଯିବ ସେଟା ଗଛରେ ପାଳନ କରେ। ଏମିତି କିଛି ଗୁଡ଼ା ନାହିଁ ଯେ ଯୁକ୍ତି କରିବା ଏଥିରେ, ସେମିତି କିଛି ନାହିଁ। ତାହା ହିଁ କଲେ ସବୁଦିନ ସେ ଠାକୁରଙ୍କର କାର୍ଯ୍ୟରେ ସାମିଲ କଲେ, ସବୁ ଆଳତୀ ଗୁଡ଼ିକ ନିଜେ ଗାଏ। ଯଦି କିଏ ଆସି ଆଳତୀଟା ଗୋଟେ ଗାଈ ଦେବ, ତାକୁ ଆଗେଇକି ଏମିତି ଚାହିଁବ, ତାହେଲେ ମୋର ଏଇଟା ସେବା, ତୁ କାହିଁ ଆସି ଆଗରେ ବସିବୁ। ତେଣୁ ସେ ସେବା କାର୍ଯ୍ୟରେ ଯୁବକ ପିଲାମାନଙ୍କ ସହିତ ମଧ୍ୟ ସେ ଚ୍ୟାଲେଞ୍ଜ ଦିଏ। ଗୋଟେ ମୁରାରୀ ବୋଲି ଥିଲା, ସେ ସଦାବେଳେ ମୁରାରୀ ମୋ ଥିବି, ତୁ ମରିକି ତୋର ଆଉ ଥରେ ଜନ୍ମ ହବୁ ନା, 3 ଜନ୍ମ ଆସି ତୁ ମୋ ସାଥିରେ ସେବା କଲେ ବି ତୁ ମୋତେ କରିବୁ, ମୁଁ ସେମିତି କରି ସେବା କରୁଛି। ତେଣୁ ସେ ଏଇଭଳି ଭାବରେ ସମସ୍ତଙ୍କ ସହିତ ଚ୍ୟାଲେଞ୍ଜ ଦିଅନ୍ତି। ତେଣୁ ଲାଷ୍ଟ ମୁଁ ତାଙ୍କୁ ଥରେ ପଚାରିଲି, ପ୍ରଭୁ ଆଉ କ'ଣ ଆପଣଙ୍କର ଆବଶ୍ୟକ, କ'ଣ କ'ଣ କିଛି ଦରକାର ଅଛି। ସେ ମଝିରେ ଥରେ ପୂର୍ବରୁ, ମାନେ ବହୁତ ଦିନ ପୂର୍ବରୁ କହିଲେ, ଭାଇ ମୋର ଟିକେ ଦରକାର ଅଛି, ମୁଁ ଟିକେ ଗୁରୁମହାରାଜଙ୍କର ଘରକୁ ନେଇଯିବି, ମାନେ ମଣିପୁର। ଠିକ୍ ଅଛି। ଆଉ ସେ ସମୟରେ ଦାସ ପୂଜା ହେଉଥିଲା ପ୍ରଦେବଙ୍କର ମଣିପୁରରେ। ଆଉ ମୋ ପାଇଁ ଟିକେଟ୍ କରିବା ପାଇଁ କି ବ୍ରହ୍ମାନନ୍ଦଙ୍କୁ ମୋତେ ଫୋନ୍ କଲେ, ରମଣଙ୍କ ଆଉ ଆପଣଙ୍କ ଟିକେଟ୍ କରୁଛି, ଆମେ ସୁନ୍ଦରଗିରି ମନ୍ଦିର। ମୁଁ କହିଲି ମୋ ପାଇଁ ଅଲରେଡ଼ି ଟିକେଟ୍ କରାହୋଇଯାଇଛି, ତେଣୁ ଆପଣ ଯଦି ଇଚ୍ଛା କରିବେ ଆମ ଗୌରମାନ ପ୍ରଭୁଙ୍କୁ ନେଇଯିବେ। ତେଣୁ ଗୌରମାନ ପ୍ରଭୁଙ୍କୁ ତାଙ୍କ ସାଥିରେ ସବୁ ପଠେଇଲି। ସେ ତାଙ୍କ ସାଥିରେ ଗଲେ, ଏଠୁ ପଳେଇଲେ, ସେ ଭୁବନେଶ୍ୱରକୁ ଗଲେ କାଲକାଟାକୁ ଗଲେ ମଣିପୁର। ତାଙ୍କୁ ସେମାନେ ନେଇକି ଗଲେ, ସେ ବୁଲାବୁଲି କରି ବହୁତ ଖୁସି ହେଇଗଲେ। ଯାହା ହଉ ଭାଇ ତୋ ଯୋଗୁଁ ମୁଁ ଆସିକି ଟିକେ ଗୁରୁମାତାଙ୍କ ଘରଟା ଟିକେ ଦେଖିଦେଲି, କେବେ ବି ଆସିପାରୁନଥିଲେ, ମୋତେ କିଏ ଆଣିଥାନ୍ତି। ଆଉ ଯାହା ସେ ପ୍ରଭୁଙ୍କର ଯେଉଁ ମାତାଜୀ ମୋତେ ବହୁତ ଯତ୍ନ କଲେ, ଖାଇବା ପିଇବା ସବୁ କଥା ମୋର ସେ ବୁଝିଲେ। ସେ ତାଙ୍କୁ ଭାରି କଲ୍ୟାଣ କଲେ। ତାପରେ ଏଠି ଅଳ୍ପ ଦିନ ପୂର୍ବରୁ ମୁଁ ତାଙ୍କୁ ପଚାରିଲି, ପ୍ରଭୁ ଆପଣ ବୁଢ଼ା ହେଇଗଲେଣି, କ'ଣ ଆପଣଙ୍କର ଯେଉଁ ମନରେ ଇଚ୍ଛା ଆପଣ କୁହନ୍ତୁ। ନା ଭାଇ ମୋତେ ଘରେ ଟିକେ ଜଗନ୍ନାଥ ଦର୍ଶନ କରି ଆସିଲି। ଠିକ୍ ଅଛି। ସେ ଯେବେ କହିଲେ, ମୁଁ ଠିକ୍ 2 ଦିନ ଭିତରେ ଶୁଣନ୍ତୁ ବୁଢ଼ାର ଇଚ୍ଛା ହେଲେ ମାନେ କେଉଁ ଭିତରେ କ'ଣ ହେଇପାରେ, ତାକୁ ନେଇକି ଶୀଘ୍ର ଜଗନ୍ନାଥ ଦର୍ଶନ କରିବା। ତାଙ୍କୁ ସାଙ୍ଗେ ସାଙ୍ଗେ ବନ୍ଦେ ଭାରତ ଟିକେଟ୍ କଲି, ମୁଁ ଯା ଭଲରେ ନେଉ, ପୁଣି ତ ଭଲରେ ଆଣିବି। ବାଟରେ ସିଦ୍ଧର ପ୍ରଭୁ କୁହନ୍ତୁ, ସିଦ୍ଧର ପ୍ରଭୁ ଗାଡ଼ି ଯେମିତି ପହଞ୍ଚିବ ଭୁବନେଶ୍ୱରରେ, ପ୍ରସାଦ ଆଣି ତାଙ୍କୁ ଦେଇକି ସେ ଗୋଟେ ସେଠି ଖାଇବେ। ତେଣୁ ତାଙ୍କୁ ଏଇଭଳି ବେଳେ ତାଙ୍କୁ ଏତେ ସୁନ୍ଦର ଭାବରେ ଏତେ ବନ୍ଦୋବସ୍ତ କରିଦେଇ ସେ ଦର୍ଶନ କରି ଆସିଲେ। ଆସିକି ମଣ୍ଡଳ ଖାଇଥାଏ, ଏତେ ସୁନ୍ଦର ଭାବରେ ବ୍ୟବସ୍ଥା କରିଦେଲି, କିଛି ବି ବାଟରେ କିଛି ଅସୁବିଧା ନାହିଁ। ବହୁତ କମ୍ ସମୟ ଭିତରେ ଯେ ପହଞ୍ଚିଲି, ଥଣ୍ଡାରେ ଗଲି, ବାଟରେ ବି ଖାଇବାକୁ ମିଳିଲା, ମୋର କିଛି ସମସ୍ୟା ନାହିଁ। ବହୁତ ବୁଢ଼ା ଖୁସି ହେଇଗଲା। ତାପରେ ଯାଉ ଲାଷ୍ଟ ମୋମେଣ୍ଟରେ ମାନେ ଆମେ ସମସ୍ତେ ତ ଆମେ ଯେହେତୁ ମାନେ ସବୁ କିଛି ଆମେ ଛାଡ଼ି ଛୁଡ଼ି ଆସିକି ଭଗବାନଙ୍କ ଭରସାରେ ରହିବୁ, ଭଗବାନଙ୍କ ତରଫରୁ ଭଗବାନ ଯେଉଁ କଥା କହିଛନ୍ତି, ବାସ୍ତବିକ ତାଙ୍କ ନିଜ କଥାକୁ ସେ କେବେ ହେଲେ ଦୁର୍ଘଟଣା ନଥାଏ। କିନ୍ତୁ ଲାଷ୍ଟ ମୋମେଣ୍ଟରେ ଟିକିଏ ଯେତେବେଳେ ଦେହ ଖରାପ ହେଇଛି, ସାର୍ ଆଉ ମ୍ୟାଡ଼ାମ୍ ସଦାବେଳେ ଟିକିଏ ନା କ'ଣ ତାଙ୍କର ହୁଏ, ସାର୍ ନିଜେ କାରରେ ଆସିକି ତାଙ୍କୁ ବସିକି ନେଇଯାଇକି ତାଙ୍କୁ ଟ୍ରିଟମେଣ୍ଟ କରି ପଠାନ୍ତି। ଭଗବାନଙ୍କ ଯେଉଁ କମ୍ ବାହାନ ପଦାନ ଚିନ୍ତାଏ ଦମା ଯେ ଜନା ପ୍ରତିଭା ସତେ ଦେଶ ନିଜ ମିଳିବା ଯୋଗ କମ୍ ବାହାନ। ତେଣୁ ଭଗବାନ କୃଷ୍ଣଙ୍କର ତରଫରୁ ଯେଉଁ କାର୍ଯ୍ୟଟା
ଆଜି ସାର୍ ଆଉ ମ୍ୟାଡ଼ାମ୍ ସେ କାର୍ଯ୍ୟଟା କରିଦେଇଛନ୍ତି ଏବଂ ଅନ୍ୟମାନେ ତାଙ୍କର ଶେଷ କୃତ୍ୟକୁ ମଧ୍ୟ ଆମର ଯେଉଁ ଗୁରୁ ଭାଇମାନେ ରାୟରାମ ପ୍ରଭୁ ମାନେ ଆମର ପ୍ରଭୁ ଏବଂ ସଞ୍ଜୀବ ପ୍ରଭୁ ସେଠି ଥିଲେ ଏବଂ ନିମାଇ ପ୍ରଭୁ ସମସ୍ତ ସବୁ ଭକ୍ତମାନେ ପ୍ରସାଦ ପ୍ରଭୁ ଆମର ପ୍ରମୋଦ ବିହାରୀ ପ୍ରଭୁ ସେମାନେ ଆଉ ପ୍ରାଣବଲ୍ଲଭ ପ୍ରଭୁ ସମସ୍ତେ ସେ ଏକତ୍ରିତ ହୋଇଗଲେ। ତାଙ୍କ କାମଟା ବହୁତ ସୁନ୍ଦର ଭାବରେ ଆମେ ସମ୍ପାଦନ କରୁ। ତାଙ୍କ ଘର ଲୋକ ଆସିଥିଲେ ମୁଁ ତାଙ୍କ ଘର ଲୋକ ସବୁ ଦେଖିଲି ଦେଖ ତୋ ବାପା ଯେ ଗୃହ ତ୍ୟାଗ କରିଥିଲେ ତୁମେମାନେ କେହି ଏ କାମ କରୁନା ଦେଖ କେତେ ସୁନ୍ଦର ଭାବେ ତୁମ କାର୍ଯ୍ୟ ସମ୍ପାଦନ ହେଲା। ଯେତେବେଳେ ସ୍ୱର୍ଗଦ୍ୱାର ସବୁ କୀର୍ତ୍ତନ ହେଉଥିଲା ସେତେବେଳେ ଟୁରିଷ୍ଟ ପ୍ଲେସ୍ ହିସାବରେ ବଙ୍ଗାଳ ଲୋକମାନେ ସବୁ ଆସନ୍ତି ସେ ଜାଗାରେ। ଆମ କୀର୍ତ୍ତନରେ ବହୁତ ଲୋକ ଆସି ସେଟା ଅଂଶଗ୍ରହଣ କଲେ। ତାହେଲେ ବହୁତ ମାନେ ଉତ୍ସାହର ସହିତ ନାଚି କୀର୍ତ୍ତନ କରୁଥିଲେ। କିନ୍ତୁ ଅନ୍ୟ ଯେଉଁଠି ମାନେ ସତ୍କାର ସମୟରେ ସମସ୍ତେ କାନ୍ଦୁଛନ୍ତି କିନ୍ତୁ ଆମର ସେଠି କୀର୍ତ୍ତନରେ ଆମେ ସେ ମାନେ ଗୋଟେ ଉତ୍ସବ ମୁଖର କରୁଛୁ ସମସ୍ତେ ଗୋଟେ ଧନ୍ୟ ମାନେ କାର୍ଯ୍ୟ ଭଳିଆ ସେଠି ସମ୍ପାଦନ ହେଲା। ଏବଂ ଶେଷରେ ମୁଁ ଯେତେବେଳେ ଏ କାର୍ଯ୍ୟ କରିବା ପାଇଁ ତା ପୂର୍ବ ଦିନରୁ ପ୍ଲାନ୍ କରୁଥିଲି କେମିତି କରିବି କ'ଣ କରିବି ଦୁଇ ଜଣ ବ୍ରାହ୍ମଣ ଦରକାର ତେଣୁ ମୁଁ ଗୋଟେ ପିଲାକୁ ଫୋନ୍ କଲି। ସେ ପିଲା କହିଲା ହଁ ମୁଁ ଯାଇ ପହଞ୍ଚିବି କିନ୍ତୁ ସେ ପିଲା ଆଉ ଆସିଲା ସକାଳୁ ସକାଳୁ କିନ୍ତୁ ଦେଖିଲା ବେଳକୁ ସେଠି ବିଶାଳ ମହାରାଜ ଆସି ପହଞ୍ଚିଲେ। ମୁଁ ଆସୁଛି ତାପରେ ଏଇ ଯେଉଁ କାମଟା କ୍ଲିୟର କେମିତି ଧରାଯିବ କେମିତି କାମଟା କରାଯିବ ସେଟା ପ୍ରାଣବଲ୍ଲଭ ପ୍ରଭୁ ଟିକିକି ପହଞ୍ଚିଲେ ପ୍ରାଣବଲ୍ଲଭ ପ୍ରଭୁ ତାପରେ ଡାକେ ଦେଖିଲା ପ୍ରାଣବଲ୍ଲଭ ପ୍ରଭୁ ମଧ୍ୟ ବହୁତ ଅସୁବିଧାରେ ପଡ଼ିକି ମଧ୍ୟ ଆସି ସେ ଜାଗାରେ ଉପସ୍ଥିତ ହେଲେ। ପ୍ରଭୁଙ୍କ କାର୍ଯ୍ୟଟା ଏତେ ସୁନ୍ଦର ଏତେ ସୁରୁଖୁରୁରେ ସମ୍ପାଦିତ ହେଲା। ଆମର ଅଧିକାନନ୍ଦ ପ୍ରଭୁ ସେ ଥିଲେ। ତାପରେ ସବୁ କାର୍ଯ୍ୟ କରିସାରିଲା ପରେ ଆମେ ସମସ୍ତେ ମିଶିକି ଗଲୁ ସମୁଦ୍ରରେ ବହୁତ ସୁନ୍ଦର ଭାବେ ସମସ୍ତେ ସ୍ନାନ କଲୁ ଏବଂ ସ୍ନାନ କରିସାରିଲା ପରେ ପୁଣି ଆମକୁ ସେ ଆପାର୍ଟମେଣ୍ଟକୁ ଆସିଲୁ ଅଭଡ଼ା ମଗେଇଲୁ ମହାପ୍ରସାଦ ଜଗନ୍ନାଥ ମହାପ୍ରସାଦ ସମସ୍ତ ପେଟେ ପେଟେ ସେଠି ପାଇଲୁ। ତାପରେ ନିଜ ନିଜର ସମସ୍ତ ପ୍ରତ୍ୟାଖ୍ୟାନ କଲୁ। ତାପରେ ଆମେ ବୁଲାରେ ଆସି ପ୍ରାଣବଲ୍ଲଭ ପ୍ରଭୁଙ୍କର 11 ଦିବସ ଧରିକି କାର୍ଯ୍ୟକ୍ରମ ଗୁଡ଼ିକ ତାକୁ ସୁଚାରୁରୂପେ ତୁଲେଇଲେ ଏବଂ ତାପରେ ଆଜି ଆମର ଶେଷ କାର୍ଯ୍ୟ ଆଜି ଯେଉଁମାନେ ସବୁ ଆସିଛନ୍ତି ଆମର ରାୟରାମ ପ୍ରଭୁ କି ଆମର ଅଚ୍ୟୁତ ପ୍ରଭୁ ଆମର ସିଦ୍ଧର ପ୍ରଭୁ ଆମର କମଳନାଥ ପ୍ରଭୁ ଆଉ ଗୁଣାନାଥ ପ୍ରଭୁ ସବୁ ଆସିଛନ୍ତି। ବାସ୍ତବରେ ସେମାନେ ବହୁତ ଭାଗ୍ୟବାନ କାରଣ ଏମାନେ ସମସ୍ତେ ଭଗବାନଙ୍କର ବ୍ଲେସିଂସ୍ ପାଇବେ। କାରଣ ଭକ୍ତି କରିବା ପାଇଁକି ଯେଉଁଟା ଆବଶ୍ୟକ ରହିଛି ଭଗବାନ ଯାହାକୁ ମାନେ କହିଛନ୍ତି ଯେ ବାସ୍ତବିକ ଏ ଯେଉଁ ସ୍ୱୀକୃତି ନଥିଲେ ଯେମିତି ଚତୁର୍ବେଦା ଭଗତମା ଜନା ସ୍ୱୀକୃତି ନର୍ଜୁନ ଆର୍ଥି ଅର୍ଥାତ୍ ବିଜ୍ଞାନ ଭରତ ସନାତନ ଜଣେ ଭକ୍ତିରେ କେତେ ମାନେ ସୁଗମ ହେଇଯାଉଛି ପଥ ଆଉ ଜଣଙ୍କର ଦୁର୍ଗମ ହେଇଯାଉଛି ସେ ଭକ୍ତି କରିପାରୁନି। କାରଣ ଏ ଭଗବାନଙ୍କର କାର୍ଯ୍ୟଟା ଆମ ସଙ୍ଗେ ଆସୁଛି। ଗୋଟେ ତ୍ୟାଗୀ ଲୋକ ଆଉ ତ୍ୟାଗମୟ ଜୀବନଯାପନ କରୁଥିବା ବ୍ୟକ୍ତିମାନଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁକି ଆମେ ତାଙ୍କୁ ଆସିଛି ଆଜି ଉତ୍ସାହ ପ୍ରଦାନ କରୁଛୁ। ଅନ୍ୟ ଭକ୍ତମାନେ ଦେଖିବେ ଯାହା ଭଗବାନଙ୍କ ପାଇଁ ଏତେ କାମ କରୁଛନ୍ତି ଆମେ ଭାବିନଥିଲୁ ତାଙ୍କ ପାଇଁ କିଏ କରିବେ। ସାଧାରଣତଃ ନିଜର ସନ୍ତାନମାନଙ୍କ ପାଖରେ ରହିକି ମଧ୍ୟ ବୃଦ୍ଧ ଅବସ୍ଥାରେ ଯେଉଁମାନେ ଭଗବତ ସେବା କରୁନାହାନ୍ତି ଭଗବାନ ଭରସା ନାହିଁ ସେମାନେ ବହୁତ ଦୁଃଖ କଷ୍ଟ ପାଉଛନ୍ତି। କିନ୍ତୁ ଜଣେ ତ୍ୟାଗ ସବୁ ଥାଇକି ସବୁ ତ୍ୟାଗ କରି ଆସି ଭଗବାନଙ୍କ ଉପରେ ଭରସା କରିକି ଏଠି ପଡ଼ିଥିଲା। ଆମେ ଭାବୁଥିଲୁ ଯଦି ପ୍ରଭୁଙ୍କର ଯଦି କ'ଣ ହେବ ଆମେ କେମିତି କ'ଣ ସେବା କରୁ କିନ୍ତୁ ମ୍ୟାଡ଼ାମ୍ ତାଙ୍କର ଏତେ ସୁନ୍ଦର ଭାବରେ ନିଜ ଛୁଆ ବି କରିବନି କିନ୍ତୁ ସେ ଏତେ ନିପୁଣ ଭାବରେ ତାଙ୍କର ସେବା କରନ୍ତି। ବାସ୍ତବିକ ଭଗବାନଙ୍କର ପ୍ରେରଣା ତାଙ୍କ ଭିତରୁ ଆସିକରି ଏସବୁ କାର୍ଯ୍ୟ କରିଛନ୍ତି। ସେମାନେ ବହୁତ କୃପା ପାଇବେ। ଏମିତି ଭଜନ କରିକି ଯେଉଁ ବ୍ୟକ୍ତି ଯାହା ପାଇଥାନ୍ତା ବାସ୍ତବିକ ଏଇ ଯେଉଁ ଜଣେ ତ୍ୟାଗୀ ଲୋକର ସେବା କରି ମଧ୍ୟ ସେମାନେ ସେଇ ବ୍ଲେସିଂଟା ପାଇବେ। ଆମେ ଜାଣିଛୁ ଯେଉଁ କୃପାସିଦ୍ଧ ବୋଲି ଆମେ ସମସ୍ତେ କହୁଛେ କୃପାସିଦ୍ଧଟା କ'ଣ ବାସ୍ତବିକ ଏଇଟା ହେଉଛି କୃପାସିଦ୍ଧ। କାରଣ ଗୁରୁ ମହାରାଜ ତାଙ୍କୁ ଡାକିଥିଲେ ଯଦି ଶେଷ ମୁହୂର୍ତ୍ତରେ ତାଙ୍କର କ'ଣ ଅସୁବିଧା ହେଇଥାନ୍ତା ଲୋକମାନେ ସାଧୁ ଗୁରୁଙ୍କୁ ଏ ସଂସ୍ଥାକୁ ଭଗବାନଙ୍କୁ ସମସ୍ତଙ୍କୁ ନିନ୍ଦା କରିଥାନ୍ତେ। କିନ୍ତୁ ସବୁ କାମ ଗୁଡ଼ିକ ସୁଚାରୁ ରୂପେ ହେଇଗଲା। ମୁଁ ତାଙ୍କ ପିଲାମାନଙ୍କୁ ଦେଖ ତୁମ ବାପାଙ୍କ ପାଇଁ ଆମେ 5 କିଲୋ ଘିଅ ଥୁଆଇଛି ଦେଖିଲେ 5 କେଜି ଘିଅ ଶୁଖିନି ଢଳା ହେଉଛି ଅନ୍ୟ ପାଖରେ 100 ଗ୍ରାମ ଘିଅ ନାହିଁ 5 କେଜି ଘିଅ ନେଇ ଢାଳୁଛନ୍ତି ଅଗୁରୁ ଢାଳୁଛନ୍ତି କର୍ପୂର ଢାଳୁଛନ୍ତି ତାଙ୍କ ଭିତରେ କିଭଳି ଭାବରେ ସୁନ୍ଦର ଭାବେ 1.5 ଘଣ୍ଟା ଭିତରେ ସବୁକିଛି ସମାଧାନ ହେଇଗଲା। ଏତେ ଆନନ୍ଦ ଲାଗିଲା। କୀର୍ତ୍ତନ ଚାଲିଛି ବାରମ୍ବାର କୀର୍ତ୍ତନ ବି ବନ୍ଦ ହେଇଗଲା। ଏତେ ଉତ୍ସାହ ସହିତ କୀର୍ତ୍ତନ କରୁଥିଲେ। ତେଣୁ ଏଇ ଯେଉଁ କାର୍ଯ୍ୟଗୁଡ଼ିକ ଯେଉଁମାନେ ସବୁ କରିଛନ୍ତି ସମସ୍ତେ ଭଗବାନଙ୍କର କୃପା ପାଇବେ। କାରଣ ଏଇଟା ଶ୍ରୀ ଚୈତନ୍ୟ ମହାପ୍ରଭୁ ନିଜେ କହିଛନ୍ତି ହରିଦାସ ଠାକୁରଙ୍କ କେସରେ ସମସ୍ତେ ଯେଉଁମାନେ ଏହି ଉତ୍ସବକୁ ଆସିଛନ୍ତି ସମସ୍ତେ ଆଜି ଭଗବାନଙ୍କର ବ୍ଲେସିଂ ପାଇବେ। ତେଣୁ ଏଇଟା ହେଉଛି ବାସ୍ତବିକ କୃପାସିଦ୍ଧ କଥାର ମାନେ କଥା। ତେଣୁ ଆପଣମାନେ ଯେଉଁ ଆସୁଛନ୍ତି ଆମେ ଆପଣମାନଙ୍କ ଚିର ଋଣୀ ଯେକି ଆପଣ ଏଇ ପନ୍ଥାଟାକୁ ଉତ୍ସାହ ପ୍ରଦାନ କରୁଛୁ। ମାନେ ଆସିପାରି ନା ବହୁତ ଦୁଃଖର କଥା
ଆଜି ସକାଳ ମୋତେ ମଧ୍ୟ ଫୋନ୍ କରିଥିଲେ ପ୍ରଭୁ ବିଶେଷ କାର୍ଯ୍ୟରେ ମୁଁ ଯାଇପାରୁନି, କିନ୍ତୁ ପ୍ରଭୁଙ୍କର ଉତ୍ସବ ପାଇଁକି ମୁଁ କିଛି ଲକ୍ଷ୍ମୀ ପଠାଇ ଦେଉଛି, ଇମିଡ଼ିଏଟ୍ ଆମର ଆକାଉଣ୍ଟ ମଧ୍ୟ ସେ ଟ୍ରାନ୍ସଫର କଲେ। ତେଣୁ ଏଇ ହେଉଛି ବାସ୍ତବିକ ଭକ୍ତମାନଙ୍କର ଉତ୍ସାହ, କାରଣ ଏଇ ଯେଉଁ ଯେକୌଣସି କାର୍ଯ୍ୟ ଆମେ କରିବା ସେଥିପାଇଁ ଉତ୍ସାହ ଦରକାର। ବେଳେବେଳେ ଆଜିକାଲି ଯୁଗରେ ଯେଉଁମାନେ ତ୍ୟାଗୀ ଲୋକ ସେମାନେ ହତାଶ ହେଇଯାଉଛି, କାରଣ ଭଗବାନଙ୍କର ଭରସା ତାଙ୍କର ଆସୁନି ଯେ ମୁଁ ତ୍ୟାଗ କରିକି ଯିବି ଭଗବାନ ପାଖକୁ, କ'ଣ ମୋର ହେବ, ମୋ ଶେଷ ମୁହୂର୍ତ୍ତରେ କିଏ ମୋ କଥା ବୁଝିବ। ଏ ପ୍ରଶ୍ନ ଆମକୁ ମଧ୍ୟ ଆମେ ଘରେ ଯେତେବେଳେ ତ୍ୟାଗ କଲେ ଆମ ଘର ଲୋକ ବି ଏ କଥା ପଚାରିଥିଲେ ଯେ ତୁମେ ଘରକୁ ଯାଅ, ତୁମର ଲାଷ୍ଟ ମୁହୂର୍ତ୍ତ ତୁମ କଥା କିଏ ବୁଝିବ? ନା ଆମେ ଭଗବାନ ବୁଝିବେ। ତେଣୁ ଭଗବାନ ନିଜେ ଏ କଥା କରିକି ଦେଖାଇ ଦେଲେ, ଦେଖ ମୋର ଯିଏ ସେବା କରିଛି ତା ପାଖରେ ତାର ସେବା କରିବାକୁ କେତେ ଲୋକ ଆସି ପହଞ୍ଚିଯାଇଛି, କିନ୍ତୁ ପାଖରେ ସବୁ ଥାଇ କର ତା ସେବା କରିପାରୁନାହାନ୍ତି। ଏ ହେଉଛି ବାସ୍ତବିକ କଥା। ସବୁ ଭକ୍ତମାନଙ୍କର ସବୁ ଭଗବାନଙ୍କର ଯେଉଁ ସେବାର ହେଉଛି ମହାତ୍ମ, ଆମମାନେ ଯେଉଁ ସେବା କରୁଛେ ସମସ୍ତ ମନରେ ଏ ଦୃଢ଼ତା ରହିବା ଦରକାର, ଭଗବାନଙ୍କ ପୂର୍ଣ୍ଣ ଭରସା ରହିବା ଦରକାର, ବିଶ୍ୱାସ ରହିବା ଦରକାର। ଯାହାକୁ ସଡ଼ାଙ୍ଗ ପରାଙ୍ଗତିର ଏ ଗୋଟେ ରଙ୍ଗ ଯେ ଆମେ ପୂର୍ଣ୍ଣ ମାତ୍ରାରେ ଗୁରୁମାଜ ମତେ ପଠାଇଛନ୍ତି, ଗୁରୁମାଜ ମୋ କଥା ବୁଝିବେ, ସେ ସଦାବେଳେ ସେଇ କଥା ହିଁ କହୁଥିଲେ। ଆମେ ଯେଉଁ ସମୟରେ ଆସିଥିଲୁ ମଶାରୀଟାକୁ ଛାଡ଼ିଦେଲା ବେଳକୁ ଗୋଟେ ସାପ ପଡ଼ିଯାଉଥିଲା, ଘର ନାହିଁ ଦ୍ୱାର ନାହିଁ କିଛି ନାହିଁ, କିନ୍ତୁ ଗୁରୁଜନ ଉପରେ ଆମେ ଭରସା କରିକି ଆଜି ପଡ଼ିଥିବାରୁ ଆଜି ଅନେକ ଭକ୍ତ ବି ଆସି ଉପକୃତ ହେଉଛନ୍ତି ଏବଂ ଶେଷ ମୁହୂର୍ତ୍ତରେ ମଧ୍ୟ ବହୁତ ବଡ଼ ତାଙ୍କର ଯେଉଁ ଲୀଳା କରି ଗଲେ ବାସ୍ତବ ଏଇଟା ତ୍ୟାଗୀ ଲୋକମାନଙ୍କ ପାଇଁ ଗୋଟେ ପ୍ରେରଣା ଏବଂ ଯେଉଁମାନେ ଗୃହୀ ଲୋକମାନଙ୍କ ପାଇଁ ମଧ୍ୟ ପ୍ରେରଣା ଯେ ଭଗବାନଙ୍କର ସେବାର ହେଉଛି ମାହାତ୍ମ୍ୟ। ତେଣୁ ଆମେ ସମସ୍ତେ ଭଗବାନଙ୍କ ସେବା ଯଦି ନିଷ୍ଠାପର ଭାବେ କରିବା ଏବଂ ସେବା କରି ସାଧୁକୁ ଯଦି ସନ୍ତୁଷ୍ଟ କରିଦେବା, ନିଶ୍ଚିତ ଭାବରେ ଶେଷ ମୁହୂର୍ତ୍ତରେ ଯାହାକୁ କୁହାଯାଉଛି ଏତାବାନ ଶାନ୍ତ ଯୋଗବାନ ଶୋଧନ ପରିନିଷ୍ଠୟା ଜନ୍ମଲାଭ ପରାପୁରୁଷ ଅନ୍ତେ ନାରାୟଣ ସ୍ମୃତି। ତେଣୁ ଯେତେବେଳେ ମୁଁ ଆନନ୍ଦକୁ ବାରମ୍ବାର ବି କହୁଥାଏ ଯାହା ବଡ଼ ମନ୍ତ୍ରକୁ ନେଇ ମୁଁ ଜାଣିଯାଏ ସାରିଲେଣି ସେତେବେଳକୁ ବଡ଼ ମନ୍ତ୍ର ଆଉ ରହିବେନି, ମୁଁ ସାର୍ଙ୍କ ଘରକୁ ନେଇ ଆସେ। ମ୍ୟାଡ଼ାମ୍ କହୁଛି ନାଇଁ ମୁଁ ଏବେ ବାବାଙ୍କୁ ଛାଡ଼ିବିନି, କିଛି ଦିନ ସେ ରହନ୍ତୁ। ଆଉ ଯେତେବେଳେ ମୋତେ ଆନନ୍ଦ କଲା ସାର୍ କହିଦେଲେ 24 ଘଣ୍ଟା ଭିତରେ କରୁଛନ୍ତି, ଇମିଡ଼ିଏଟ୍ ପ୍ରଭୁଙ୍କୁ ନେଇ ଆସେ। ଆନନ୍ଦ ମୋତେ କଲା ପ୍ରଭୁ ମୋତେ କହୁଛନ୍ତି ହାତ ସେ କଥା କହିପାରେ ହାତଟାକୁ ମୋତେ ନେଇଯା ମାନେ ମନ୍ଦିରକୁ ନେଇଯା ବୋଲିକି ପ୍ରଭୁ ବାରମ୍ବାର ଆନନ୍ଦକୁ ମାନେ ଇସାରା ଦେଇସାରିଲେଣି। ଏବଂ ମୁଁ ମଧ୍ୟ ଆନନ୍ଦ ଉପରେ ପ୍ରେସର ଦେଉଛି, ତୁ ମ୍ୟାଡ଼ାମକୁ ବୁଝେଇ ଦେ ଯେ ଶେଷ ମୁହୂର୍ତ୍ତରେ ମନ୍ଦିରରେ ରହି ଶରୀର ତ୍ୟାଗ କଲେ ଆମର ବହୁତ ବେନିଫିଟେଡ଼ ହେବ। ତେଣୁ ତମେ ଯଦି ଭଲ ପାଉଛ ତମ ବାବା ତାହେଲେ ତୁମେ ଛାଡ଼ିଦିଅ, ମୋ ମନ୍ଦିରରେ ରଖିକି ସେ ଶରୀର ତ୍ୟାଗ ଭଲ ହେବ। ଏବଂ ତା ପୂର୍ବରୁ ମଧ୍ୟ ପ୍ରଭୁଙ୍କର ବି ପ୍ରଭୁଙ୍କ ନାଁ କହିକି ତାଙ୍କର ପିଲାମାନେ ବି କିଛି ପ୍ରଭୁଙ୍କୁ ଋଣୀ କରିଦେଇଥିଲେ। ସେଥିପାଇଁ ମୁଁ ପ୍ରଭୁଙ୍କୁ ବହୁତ ଗାଳି କରିଥିଲି ତାଙ୍କର ମଙ୍ଗଳ ପାଇଁ, ଏଇଟା ମୋ ମଙ୍ଗଳ ନାହିଁ, ଯେହେତୁ ଗୁରୁ ମହାରାଜ ତାଙ୍କୁ ଆଣି ସେବାରେ ଲଗେଇଥିଲେ ଏବଂ ସେଇଟା ମୋର ନିଜର କର୍ତ୍ତବ୍ୟ, କାରଣ ମୋ ପାଖରେ ସେ ଆସି ଥିଲେ ପ୍ରଥମରୁ। ତେଣୁ ମୁଁ ତାଙ୍କୁ ବହୁତ ଜୋରେ ଗାଳି କରିଥିଲି ଯେ ତୁମେ ଯେତେ ଶୀଘ୍ର ଋଣମୁକ୍ତ ହେବ, କାରଣ ତୁମେ ଏତେ ବଡ଼ ତ୍ୟାଗ କରିଛ ଶେଷରେ ଋଣ କାହାର ହେବନି। ତେଣୁ ପ୍ରଭୁ ମୋ କଥା ମାନିକି ଘରକୁ ଗଲେ, ତାଙ୍କର ଜମି ଖଣ୍ଡେ ବିକିଲେ ଏବଂ ବିକିକି ତାଙ୍କୁ ଯେଉଁ ଋଣ ନେଇଥିଲେ ତାକୁ ସୁଝିଲେ। ତା ସହିତ ମୋତେ 1,00,000 ଟଙ୍କା ଦେଲେ, କହିଲେ ଭାଇ ଏଇଟା ରଖ, ଏଇଟା ମୋର କଥା ଅନୁସାରେ ଯେତେବେଳେ ମନ୍ଦିର କରିବୁ 1,00,000 ଟଙ୍କା ଯାହା ହଉ ସେ ତାଙ୍କର ସବୁ କାର୍ଯ୍ୟଗୁଡ଼ିକ ଏତେ ସୁଚାରୁ ରୂପେ କଲେ ଏବଂ ଶେଷରେ ସେ ଏତେ ଆନନ୍ଦରେ ଗଲେ, ସେ ବହୁତ ଆମକୁ ଖୁସି ଲାଗିଲା ଯେ ବାସ୍ତବ କି ଗୁରୁ ମହାରାଜଙ୍କ ପାଖରେ ସେ ଆସିଥିଲେ ଏବଂ ରାମଜୀଙ୍କୁ ସେ ଭଲ ପାଉଥିଲେ ଏବଂ ତାଙ୍କର ଯେଉଁ ସେବା କରିଥିଲେ ତା ସେବା ପ୍ରତିବଦଳରେ ତାଙ୍କ ପାଇଁ ଆଜି କେତେ ଆମେ ଏକତ୍ରିତ ହେଇ ଏଠି, ଯଦିଓ ତାଙ୍କ ସହିତ ଆମର ଶାରୀରିକ ସମ୍ପର୍କ କିଛି ନଥିଲା, କିନ୍ତୁ ଗୁରୁ ମହାରାଜ ଆମକୁ ଶାରୀରିକ ସମ୍ବନ୍ଧ କଲେ, ଆମ ଗୁରୁ ଭାଇ ସେ ହେଇଗଲେ ଏବଂ ଆମେ ସମସ୍ତେ ଆସି ତାଙ୍କ ସେବାରେ ନିୟୋଜିତ ହେଇଛେ। ଏବଂ ଶେଷରେ ଭଗବାନ ଯାହା କହିଛନ୍ତି ମୁଁ ସେ ଆତ୍ମାକୁ ନିଜେ ମୁଁ ଭଗବତ ଧାମ ନେବି, ଭଗବାନ ମଧ୍ୟ ତାଙ୍କ କାର୍ଯ୍ୟଟାକୁ ସୂଚକକୁ ତୁଲେଇଛନ୍ତି। ତେଣୁ ଏହିଭଳି ଭାବରେ ତାଙ୍କର ରଜ ବିଜୟ ଉତ୍ସବ ଆଜି ଆମେ ସମ୍ପାଦନ କରୁଛେ। ତେଣୁ ପ୍ରଭୁ ଯାହା କରିଦେଇ ଯାଇଛନ୍ତି ଯେ ବାସ୍ତବିକ ଯଦିଓ ପର ମୁହୂର୍ତ୍ତରେ କେହି ଜାଣିପାରିବେନି, କିନ୍ତୁ ବାସ୍ତବିକ ଏ ବେସ୍ରେ ଆମର ଏଇ ଯେଉଁ ଇସ୍କନ ଗୁଲାମ ବେସ୍ରେ ରହିଯାଇଛନ୍ତି, ବେସ୍ ଯେଉଁମାନେ ରୁହନ୍ତି ବେସ୍ ଜିନିଷଟା ଉପରକୁ ଦିଶେ ନା। ଆମେ ଯେଉଁ ଘର କନଷ୍ଟ୍ରକ୍ସନ୍ କରୁଛେ ତଳେ କ'ଣ ଦିଆହେଇଛି ଲୋକ କେହି ଜାଣିପାରିବେ, ଉପରକୁ ଲୋକ ସମସ୍ତେ ଦେଖନ୍ତି କିନ୍ତୁ ତଳ ଜିନିଷକୁ କେହି ଦେଖିପାରନ୍ତି। ତଳ ଜିନିଷ ହେଉଛି ମୁଖ୍ୟ, ତଳଟା ଯଦି ଷ୍ଟ୍ରଙ୍ଗ ନା ଉପରକୁ ଉଠିବ କେମିତି? ତେଣୁ ଏମାନେ ସବୁ ବେସ୍ରେ ଏଠି ଚିରଦିନ ପାଇଁ ରହିଯାଇଛନ୍ତି ଇସ୍କନ ବୁଲା ଇତିହାସରେ। ଆଉ ଗୌରବ ପ୍ରଭୁ ସବୁଦିନ ପାଇଁକି ସେ
ସେଠି ମାନେ ନିଜର ସ୍ଥାନଟାକୁ ସଂରକ୍ଷିତ କରିକି ମାନେ ଚାଲିଗଲେ ଏବଂ ତାଙ୍କର ପ୍ରଧାନ ଆମେ ଅନୁସରଣ କରିବା ଦରକାର ଜଣେ ନିଷ୍ଠାପର ସେବକର ସ୍ଥିତି କ'ଣ ହୁଏ। ତେଣୁ ଆମମାନେ ମଧ୍ୟ ସେଭଳି ଭାବେ ପ୍ରେରଣା ପାଇ ନିଜେ ନିଷ୍ଠାପର ଭାବରେ ସବୁ କିଛିକୁ ଭୁଲିଯାଇ କେବଳ ଭଗବାନ ସେବା ଏବଂ ଗୁରୁଙ୍କ ସେବାକୁ ଗୁରୁତ୍ୱ ଦେଇକି କରିବା ନିଶ୍ଚିତ ଭାବରେ ଆମମାନଙ୍କର ମଧ୍ୟ ଏଭଳି ଗତି ହେବ। ହରେ କୃଷ୍ଣ ଜୟ ଶ୍ରୀ ପ୍ରଭୁପାଦ। शास्त्रे वर्णन कराଯାଇଛି ଯେ ଜଣେ ଗୃହସ୍ଥ ବ୍ୟକ୍ତି ପୁତ୍ର ଏଇଥିପାଇଁ ଜନ୍ମ କରେ ଯେ ପୁତ୍ର ତାକୁ ପୁତ ନାମକ ନର୍କରୁ କ'ଣ କରେ ମୁକ୍ତ କରେ। କିନ୍ତୁ ଜଣେ ପୁତ୍ର ଅପେକ୍ଷା 100ଟି ପୁତ୍ର ଯେଉଁ କାର୍ଯ୍ୟ ନ କରିବେ ଗୋଟିଏ କନ୍ୟା ସେହି କାର୍ଯ୍ୟ କରେ। ପୁତ୍ରଠୁ କନ୍ୟାର ମହିମା ଏତେ ଅଧିକା ବର୍ଣ୍ଣନା କରାଯାଇଛି କାରଣ କନ୍ୟା ଦୁଇ କୂଳକୁ ଉଦ୍ଧାର କରେ। ସେଥିଲାଗି ନାରୀର ଜନ୍ମଟା ବହୁତ ଗୌରବମୟ ଜନ୍ମ। ତେବେ ବର୍ତ୍ତମାନ ମୁଁ ଯାହାକୁ ଅନୁରୋଧ କରୁଛି ସେ ହେଉଛନ୍ତି ଶ୍ରୀମତୀ ମମତା ଲେଙ୍କା, ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର କାମାସାରଙ୍କର ଧର୍ମପତ୍ନୀ ଏବଂ ଆମର ଅତି ପ୍ରିୟ ଗୌରମୋହନ ପ୍ରଭୁଙ୍କର କନ୍ୟା। ଜନ୍ମ କରିବା ଝିଅ ଯାହା ନ କଲେ ମା ଆଖି ଆଗରେ ଆମେ ଦେଖିଲୁ ବାଣୀ ବହୁତ କମ୍ ପଡ଼ିବ ତାଙ୍କର ସେବା ଯାହା ଆମେ ଦେଖିଛୁ ଆଖିରେ ବହୁତ ମାନେ ନିଜତ୍ୱ ଭାବରେ ବହୁତ ସେ ସେବା କରୁଛନ୍ତି। ତେଣୁ ପ୍ରଭୁଙ୍କ ବିଷୟରେ ଗୁଣଗାନ ତ କୁହାଯିବ ତାଙ୍କର ଅନୁଭୂତିର ଗାଥା କହିବା ପାଇଁ ଆମେ ତାଙ୍କୁ ଅନୁରୋଧ କରୁଛୁ। ଶ୍ରୀମତୀ ମମତା ଲେଙ୍କା ସେଠି ଚେୟାର ଅଛି ଆପଣ ଆସିକି ପ୍ରଭୁଙ୍କ ବିଷୟରେ କିଛି କହିବେ। ମୋ ବାପାଙ୍କ ବିଷୟରେ କ'ଣ ବା କହିବି। ଯେତେ ଭଲ କରିବି କି ମନ୍ଦ କରିବି ଜାଣିପାରୁନି, ସମୟ ସରିଯିବ କିନ୍ତୁ ଇସ୍କନ ଭକ୍ତବୃନ୍ଦ ଏବଂ ଆଜି ଗୁରୁଙ୍କର ଏକାଦଶ ଅବସରରେ ଉପସ୍ଥିତ ଥିବା ସମସ୍ତ ଭକ୍ତମଣ୍ଡଳୀ ସମସ୍ତଙ୍କୁ ମୁଁ ମୋ ହୃଦୟର ଗଭୀରତମ ପ୍ରବେଶରୁ ସମ୍ମାନ ଜଣାଉଛି। ଗୌରବାନ ପ୍ରଭୁ ମୁଁ ମନ୍ତ୍ର ପାଇଥିଲି ଏବଂ ସେ ଜଣେ ସାଧାରଣ ମଣିଷ ଦେଶରେ ଏକ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କର ମୁଖ୍ୟତଃ 3ଟି ଗୁଣ ଯାହାକି ମୋତେ ଆକର୍ଷିତ କରିଥିଲା, ଯାହାକି ଅନୁଷ୍ଠାନ ପ୍ରତି ନିଷ୍ଠା, ପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି ଏବଂ ସମାଜ ପ୍ରତି ତାଙ୍କର ଯେଉଁ ଅମାୟିକ ବ୍ୟବହାର ଥିଲା ସେଇଟା ନିଶ୍ଚିତ ଭାବରେ ଏକ ଦିବ୍ୟ ଗୁଣ, ଯାହାକି ଆମେ ପ୍ରଭୁଙ୍କର ଅନେକ ଦିବ୍ୟ ଗୁଣ ସ୍ନେହ, ଶ୍ରଦ୍ଧା, ଭକ୍ତି, ଈଶ୍ୱରୀୟ ବିଶ୍ୱାସ ଆଦି ସେ ଦିବ୍ୟ ଗୁଣର ଅଧିକାରୀ ଥିଲେ। ସେ ମୁଁ ତାଙ୍କର ନିର୍ଦ୍ଦେଶରେ ମୋର ପୁଅର ଅନ୍ନପ୍ରାଶନ ଉତ୍ସବ ମଧ୍ୟ ଏଇଠି ଆୟୋଜିତ କରିଥିଲି। ପରବର୍ତ୍ତୀ ସମୟରେ ସେ ମୋର ପୁଅର ବ୍ରତ କନ୍ୟା ଉତ୍ସବରେ ଆମ ଘରକୁ ମଧ୍ୟ ଆସିଥିଲେ ଏବଂ ଯେତେବେଳେ ମୁଁ ତାଙ୍କୁ ଏକ ସ୍ୱତନ୍ତ୍ର ଜାଗାରେ ବସିବା ପାଇଁ ଅନୁରୋଧ କରିଥିଲି, ସେ କହିଲେ ବ୍ରତ ଏକ ଯଜ୍ଞ ଏବଂ ଯଜ୍ଞରେ କୌଣସି ଅତିଥିମାନଙ୍କର ସ୍ୱତନ୍ତ୍ରତା ନଥାଏ। ମୁଁ ସାଧାରଣ ଲୋକ ହିସାବରେ ସାଧାରଣ ଲୋକମାନଙ୍କ ସହିତ ପ୍ରସାଦ ଗ୍ରହଣ କରିବି ବୋଲି ସେ ମୋତେ କହିଥିଲେ। ଏକ ଅମାୟିକ ବ୍ୟକ୍ତିତ୍ୱ, ମୋ ଗୁରୁ ଆଉ ମୁଁ ତାଙ୍କ ବିଷୟରେ ଆଉ କ'ଣ କହିବି, ଆପଣମାନେ ସମସ୍ତେ ତାଙ୍କର ଗୁଣ ମାନି କରିଛନ୍ତି। ଖାଲି ଉପସ୍ଥିତ ସଜ୍ଜନମାନଙ୍କ ତରଫରୁ ତାଙ୍କର ଆତ୍ମାର ସଦ୍ଗତି କାମନା କରୁଛି, ତାଙ୍କର ସ୍ୱର୍ଗ ଭକ୍ତି ହଉ, ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ହରେ କୃଷ୍ଣ, ନମସ୍କାର। ହରେ କୃଷ୍ଣ।
ଥିଲା ଭୋଗ ତ ଇଏ ମିଶେଇ ଦିଅନ୍ତି ସେଇ ଭୋଗ ଯେଉଁ ଲାଗିଥିଲା ସେ ଅନ୍ନରେ ନହେଲେ ଗୋଟେ ଇଏ ମିଠା ପିଠା ଭିତରେ ପକେଇ ଦେଇଥାନ୍ତି। ହଠାତ୍ ବୁଝିପାରିଲି ଏବେ ଆପଣ ମୁଁ ଭାବିଲି ଏବେ ମାନେ ଆମର ସଂସ୍କାର ପରେ ପଇସା କିଏ ଦେବ ନା ନା ତାକୁ ପଚାରିଲି ଅବଶ୍ୟ ପ୍ରଭୁଙ୍କ କୃପାରୁ ମୋର ମନେ ପଡ଼ିଗଲା ଗୌରବଙ୍କ କୃପାରୁ ସିଏ ପଇସା ଆମେ ଆସିଲା ମାନେ ଆମେ ପ୍ରଭୁ ଆମେ ତାଙ୍କୁ ସବୁବେଳେ କହିବୁ ଆମକୁ ପଇସା ଦେବେ ବଡ଼ ଆନନ୍ଦ ସହିତ କରିକି ରଖିଥିବେ ଆମେ ତୁମେ ରଖିଛୁ କରିକି ରଖିଥିବୁ। ତେଣୁ ତାଙ୍କ ସହିତ ସମସ୍ତଙ୍କର ସୁନ୍ଦର ସମ୍ପର୍କ ରହିଛି ଆଉ ଭକ୍ତଙ୍କ ସହିତ ସମ୍ପର୍କ ହେଉଛି ଭଗବାନଙ୍କର ଆନନ୍ଦ ବିଧାନ ଆଉ ରୋଗରାଗ ଏଥିରେ ସନ୍ତୁଷ୍ଟ ହୁଅନ୍ତି। ତେଣୁ ଆମେ ତାଙ୍କଠୁ ଶିଖିବା ଆମେ ସମସ୍ତଙ୍କର ଆନନ୍ଦ ସହିତ ମିଳିମିଶିକି ଯଦି ଆମେ ସେବା କରିବା କେଉଁଠି କିଏ ଅଛନ୍ତି ନା ନାହିଁ ସେବା କରିବା ତାହେଲେ ଅବଶ୍ୟ ଗୋଟେ ଆମେ କୃପା କରିବେ ଆଶୀର୍ବାଦ କରିବେ ଆମ ପାଇଁ ମଧ୍ୟ ସେ ଭଗବାନ ପ୍ରାର୍ଥନା କରିବେ। ତେବେ କଣ୍ଡିସନ ହେଉଛି ଆମେ ନିଜ ଭିତରେ ଗୋଟେ ସ୍ୱାର୍ଥପୂର୍ଣ୍ଣ ଜୟ ଶ୍ରୀ ପ୍ରଭୁପାଦ କି ଶ୍ରୀଲ ଗୁରୁଦେବ କି 97-98 ତା ପୂର୍ବରୁ ମଧ୍ୟ ସେ ଆସନ୍ତି ଆମ ନନ୍ଦନ ଆଚାର୍ଯ୍ୟ ପ୍ରଭୁ ଥିଲେ ତାଙ୍କ ସାଙ୍ଗରେ ଆସନ୍ତି ଆଉ ନନ୍ଦନ ଆଚାର୍ଯ୍ୟ ପ୍ରଭୁ କହନ୍ତି ପ୍ରଭୁ ଆସନ୍ତି ଆଉ ବହୁତ ବାର ତାଙ୍କର ଇଏ କରୁଥିଲେ କଣ୍ଟାକ୍ଟ କରୁଥିଲେ ବହୁତ ଦୁଃଖ ପାଉଛନ୍ତି ଆଉ ଭକ୍ତ ଭଗବାନ ପାଖକୁ ଆସନ୍ତି ଆଉ ଭକ୍ତ ହେବା ପାଇଁ ବହୁତ ବଢ଼ିଆ କଥା। ତ ତାଙ୍କର କେମିତି ଆଗରୁ ଚିହ୍ନା ପରିଚୟ ଥିଲା ଭଲ କଥା ଏ ବୟସରେ ଆସି ଭଗବାନଙ୍କର ଭକ୍ତ ହେବା ସହଜ କଥା ନାହିଁ। ଆସନ୍ତୁ ଏଇ ମଝିରେ ମଝିରେ ଦେଖା